महान नामर गौरव ହେଉ ପୁନର୍ବାର ଏହି ଶେଷ ତୁରି ଧ୍ୱନି ବାଇବେଲ ଷ୍ଟଡିରେ ଯୋଗ ଦେଇଥିବା ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମୋର ଶୁଭେଚ୍ଛା ନମସ୍କାର ପ୍ରେଜ ଦ ଲର୍ଡ ଜ୍ଞାପନ କରୁଛି। ପ୍ରେଜ ଦ ଲର୍ଡ। ଆସନ୍ତୁ ଆଜି ଆମମାନଙ୍କର ବାଇବେଲ ଷ୍ଟଡି ପାଇଁ ଆମମାନେ ଖୋଲିବା ପ୍ରକାଶିତ ବାକ୍ୟ 16 ଅଧ୍ୟାୟ। କିଏ ଅଛନ୍ତି ଆଜି କିଏ ପଢିବେ? ପଢିବି ଆଜ୍ଞା। ଓକେ, ଫିରୋଜା ପଢିବ। ପ୍ରକାଶିତ ବାକ୍ୟ 16:15। ଦେଖ ଆମ୍ଭେ ଚୋର ପରି ଆସୁଅଛୁ, ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ ସେ ଧନ୍ୟ, କାରଣ ତାହା କଲେ ସେ ଉଲଙ୍ଗ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ। ବାସ୍, ପ୍ରେଜ ଦ ଲର୍ଡ। ତ ଆମ୍ଭେମାନେ ଅଧ୍ୟୟନ କରୁଛୁ ସଚେତନ ହେବା, ଜାଗ୍ରତ ହେବା, ଜାଗିବା। ଆମ୍ଭେମାନେ ଯଦି ଜାଗିଥିବା, ନାଇଁ କି ଜାଗ୍ରତ, ଏ ୱାର୍ଡର ମିନିଂ ଜେନେରାଲି ତାର ଅର୍ଥ କଣ? ସାବଧାନ ହେବାଟା। କିନ୍ତୁ ଜାଗ୍ରତ ବୋଲିବା ୱାର୍ଡରେ କଣ ଦେଖାଯାଉଛି? ଜାଗିବାଟା, ଜାଗି ରହିବାଟା। ଜାଗ୍ରତ ମିନ୍ସ ଜାଗି ରହ ବୋଲି, ଅନ୍ୟ ମନସ୍କ ହେଇକି ଶୋଇ ପଡ ନାହିଁ। ଅନ୍ୟ ମାଇଣ୍ଡ ଥିବାଟାକୁ ମଧ୍ୟ ଗୋଟେ ପ୍ରକାରର ନିଦ୍ରାଳୁ ଅବସ୍ଥା ବୋଲି କହନ୍ତି। ଅନ୍ୟ ମନସ୍କ ହେଇକି ଅନ୍ୟ ଧ୍ୟାନରେ କୁଆଡେ ଗୋଟେ ମାଇଣ୍ଡ ରଖିକି ଥିବେ କେତେ ଲୋକ। ସେତେବେଳେ ଚୋର ମାନେ ଆସିକି ଦେଖିକି ଜାଗ୍ରତରେ ଆରାମରେ ଫୋନ ପର୍ସ ସବୁ ଚୋରି କରି ନେଇଯାଆନ୍ତି। ତ ବାଇବେଲ କହେ ଏଇ ଦିନ ମାନଙ୍କରେ ଆମ୍ଭେମାନେ ଜାଗ୍ରତ ହେବାର ବର୍ଷ ବୋଲି ଶୁଣିଲୁ। ପ୍ରେଜ ଦ ଲର୍ଡ। ତ ଜାଗ୍ରତ ହୋଇ କଣ କରିବାର? ପୁଣି ଦେଖ ଆମ୍ଭେ ଚୋର ପରି ଆସୁଅଛୁ, ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ ସେ ଧନ୍ୟ, କାରଣ ତାହା କଲେ ସେ ଉଲ୍ଲଙ୍ଗ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ। ଆମ୍ଭମାନଙ୍କର ଲଜ୍ଜା ଅବସ୍ଥା, ଆମମାନଙ୍କର ଅଶୁଚି ଅବସ୍ଥା ଯେପରିକି ଓପେନ ନ ହେଉ, ପବ୍ଲିକ ନ ହେଉ, ଏଥି ନିମନ୍ତେ ଆମ୍ଭମାନଙ୍କର ବସ୍ତ୍ରକୁ ଧରି ରଖିବା ନିମନ୍ତେ ଜାଗ୍ରତ ହେବା ଆବଶ୍ୟକ। ନହେଲେ ବସ୍ତ୍ର ଉଠାଇ ନେଇଯାଏ ଶୈତାନ। ବସ୍ତ୍ର ଧରି ରଖିବାକୁ ଆମ୍ଭେମାନେ ଜାଗ୍ରତ ହେବା ଆବଶ୍ୟକ। ପ୍ରେଜ ଦ ଲର୍ଡ। ତ ବସ୍ତ୍ର ହରାଇଲେ ଅବସ୍ଥା କଣ ଟିକେ ଆମେ ଦେଖିବା। ଆଉ ବସ୍ତ୍ର କେମିତି ହରାଉ? କୋଉ ବସ୍ତ୍ର? ଏ ବସ୍ତ୍ର ନାହିଁ, এই ବସ୍ତ୍ର ତ ନର୍ମାଲ ଆମେ ପିନ୍ଧୁଥାଉ। ପ୍ରେଜ ଦ ଲର୍ଡ। କେତେକ ଆତ୍ମିକ ବସ୍ତ୍ର ଅଛି। ଅବଶ୍ୟ ଆମେ ଯେତେବେଳେ ପ୍ରକାଶିତ ବାକ୍ୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର 7ଟି ପ୍ରକାଶନ ଯାହା ପ୍ରକାଶିତ ବାକ୍ୟରେ ଅଛି, ସେହି ବିଷୟରେ ଅଧ୍ୟୟନ କଲା ବେଳେ ଦେଖୁଥିଲୁ କି ମଣ୍ଡଳ ନିମନ୍ତେ ପ୍ରଭୁ ଦେଇଥିବା 10 ପ୍ରକାରର ଆତ୍ମିକ ବସ୍ତ୍ର ଗୁଡିକ, ନାଇଁ, ପରିତ୍ରାଣର ବସ୍ତ୍ର, ଧାର୍ମିକତାର ବସ୍ତ୍ର, ନାଇଁ, ନମ୍ରତାର ବସ୍ତ୍ର, ଏମିତି ପ୍ରାୟ ଗୋଟେ 8-10ଟା ବସ୍ତ୍ର। ବସ୍ତ୍ର ମାନେ କଣ? ସ୍ୱଭାବ ଆକ୍ଚୁଆଲି। ପ୍ରେଜ ଦ ଲର୍ଡ। ସ୍ୱଭାବ ଗୁଡିକ, ଆତ୍ମିକ ଗୁଣ, ଆତ୍ମିକ ସ୍ୱଭାବ ଗୁଡିକୁ ବୁଝାଏ। ପବିତ୍ରତାର ବସ୍ତ୍ର, ହୋଲି ଗାର୍ମେଣ୍ଟସ୍, ଗାର୍ମେଣ୍ଟ ଅଫ ରାଇଚିୟସନେସ୍, ଗାର୍ମେଣ୍ଟ ଅଫ ସାଲଭେସନ। ନାଇଁ, ଏସବୁ କଣ? ମାନେ ଆମ୍ଭ ମାନଙ୍କର ସୌଭାଗ୍ୟ ଗୁଡିକ ଗୋଟେ, ସ୍ୱଭାବ ଗୁଡିକ ଗୋଟେ। ହାଲେଲୁୟା। ତ ଏଇ ସବୁ ବସ୍ତ୍ର କେମିତି ଆମେ ହରାଉ ଟିକେ ଆମେ ଅଧ୍ୟୟନ କରିପାରିବା କି? ଅବଶ୍ୟ ଆମେ ଦେଖୁଥିଲୁ ପ୍ରକାଶିତ ବାକ୍ୟର ସେଇ 7ଟି ପ୍ରକାଶନରେ ଦ୍ୱିତୀୟ ପ୍ରକାଶନ ବିଷୟରେ ଅଧ୍ୟୟନ କରୁଥିଲୁ କି ଗୌରବର ପ୍ରକାଶନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର, ଯାହା ପାଦ ପର୍ଯ୍ୟନ୍ତ ତାହାଙ୍କରି ବସ୍ତ୍ର ଥିଲା। ୱାଓ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶରୀର କଣ? ମଣ୍ଡଳୀ।
मंडली को से केमिति आवरिछंती हाँ एक विचित्र प्रकार वस्त्र जहाँ पाद पर्यंत थिला वाव आमे जदि प्रभुंकर शरीर हेइछु गोटे शरीरर गोटे अंग प्रत्यंग रूपे जदि आमे अछु तो निश्चित भावे वी आर बीन कवर्ड आम्भे माने प्रभुंकर वस्त्र पिंधिछु बोली अर्थ परिधान करिछु बोली अर्थ नहीं पाद पर्यंत तांकरी वस्त्र प्रकाशित वाक्य 1 अध्याय 13 पदरे ପୁଣି ସେହି ପ୍ରଦୀପ ଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟ ପୁତ୍ରଙ୍କର ସଦୃଶ୍ୟ ଜଣେ ବ୍ୟକ୍ତି ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ। बस 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 प्रकाशित वाक्य 19 अध्याय 13 पद ସେ ରକ୍ତ ନିମଜ୍ଜିତ, ସେ ବସ୍ତ୍ର ପରିହିତ, ପୁଣି ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ। प्रकाशित वाक्य 19 अध्याय 8 पद ତାହାଙ୍କୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା। ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧର୍ମକର୍ମ। प्रेज द लॉर्ड आंभ मानकर कर्म ही आंभ मानक वस्त्र परी देखा जाए आवर वर्क्स आर लाइक आवर गारमेंट्स प्रकाशित वाक्य 1 अध्याय देखिलु से पाद पर्यंत एक वस्त्र पिंधिछंती टोटली कवर्ड राइट तापर प्रकाशित वाक्य 19:7 देखिलु बर कन्या भार्या तांकरी भार्या को शुक्ल सूक्ष्म वस्त्र दिगला ताहा ही साधु मानकर धर्म कर्म और तापर 19:11 देखिछु प्रभु जीशु ख्रीष्ट एक श्वेत अश्वारोही होई तांकरी द्वितीय आगमन बेले फेरी आसला बेले कौन थिबो पुणी रक्त निमज्जित वस्त्र से पिंधिछंती प्रेज द लॉर्ड प्रभुंकर शरीर रक्त निमज्जित वस्त्र रे आवरी थिबा दरकार कवर्ड इन द रेड क्लॉथ रेड ड्रेस कौन रक्त वर्ण मीन्स व्हाट प्रभुंकर रक्त रे आमे माने आवरी हेकी थिबा दरकार प्रभुंको रक्त ही आम मानक गुड़ाई थाए शुक्ल शुभ्र वस्त्र का कौन को विषय को बुझाए धार्मिकता को बुझाए राइचियसनेस ताहाकु शुभ्र और परिष्कृत सूक्ष्म वस्त्र परिधान करिबा निमंते दिया गला शुभ्र परिष्कृत सूक्ष्म वस्त्र फाइन लिनेन बोली कहती लिनेन क्लॉथ ताहा टिके ट्रांसपेरेंट परी थाए शिफॉन क्लॉथ जिमती ट्रांसपेरेंट थाए नहीं बहुत पतला एपट देखले से एपट देखा जिवो कपड़ा परी थी नेटेड क्लॉथ परी थी वो टिके लिनेन फाइन लिनेन सिमती थाए दैट इज कॉल्ड राइचियसनेस हाँ सेमिति मंडली को अनेक प्रकार आत्मिक वस्त्र दिगला केतेक वस्त्र मंडलीर आंभ मानकर स्वभाव को बुझाए आ केतेक वस्त्र प्रभु जीशु ख्रीष्ट आम पाई सौभाग्य को बुझाए प्रेज द लॉर्ड तो प्रभु कहते वस्त्र धरी रख डोंट लूज योर गारमेंट फंक्शन रे पार्टी रे गला बेलू बड़ गेस्ट आसुंती बोल कहला बेलू गेस्ट सामना रे हमें फूल तोड़ा नहीं कि जीव बोलला बेलू किछटा चा किछ देई कि जीवा बोलला बेलू समान ड्रेसटा छिरी गले केमिति थिबो कहंतु तो सामना को जाई पारिबु कि कैन वी गो फॉरवर्ड समस्त को सामना रे स्पेशली गेस्ट सामना रे केते ऑकवर्ड लागिबो केते एम्बैरेसिंग लागिबो एमिति प्रभुंकर आगमन बेले प्रभु चाहंती कि से तांको साक्षात करिबा निमंते आम्भे माने मध्य आपनार एई प्रकार आत्मिक वस्त्र को धरी रखिबा कहीं कि एदेन उद्यान रे नहीं दिनावसन रे
परमेश्वर उद्यान मध्य गमन कला बेले सबुदिन देखा करने को आदम आसंती परमेश्वर को देखा करने को। अरे रे आज कौन पे आसला नहीं? हे आदम तुम्हें केउठारे बोली परमेश्वर डाकिला बेलको कौन हालत थिला से मानकर। आदि पुस्तक 3 अध्याय 7-8 पद। ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ସେମାନେ ନିଜ ଉଲ୍ଲଙ୍ଗତାର ବୋଧ ପାଇ ଡିମିରି ବୃକ୍ଷରେ ପତ୍ର ସେଇ ଘାଗରା ବନାଇଲେ। ତହୁଁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ରବ ଶୁଣି ଆଦମ ଓ ତାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ। Luchile because they knew that they were naked। ହୁଁ ସେମାନେ ନିଜ ଉଲ୍ଲଙ୍ଗତାର ବୋଧ ପାଇ। ୱାଓ, ଏ ଗୋଟେ ସୁନ୍ଦର କଥା ଏଟା, ବୋଧ ପାଇ। କେତେ ଲୋକ ମାନେ ଉଲ୍ଲଙ୍ଗ ହେଇଯାଇଛନ୍ତି, ବୋଧ ବି ପାଉନାହାନ୍ତି, ଚାଲିଛନ୍ତି ସାମ୍ନାରେ ଆଉ। ଆମେ ଆମେ ବି ସମସ୍ତଙ୍କ ପରେ ଆମେ ବି ପ୍ରଭୁଙ୍କର ଲୋକ। ଦେଖା ତ ଯାଉଛି ଲାଇଫ କେମିତି ଅଛି, ଜୀବନ କେମିତି ଅଛି, ବୁଦ୍ଧି କେମିତି ଅଛି, ହେଁ ସାଂସାରିକ ଅଭିଳାଷ କୁ ଅଭିଳାଷ ତ ଦେଖା ଯାଉଛି। ମାନେ ଲାଇଫରେ ଈଶ୍ୱରଙ୍କର ସେଇ ଅନୁଗ୍ରହର ପରିତ୍ରାଣର ବସ୍ତ୍ର ହରାଇ ସାରିଛନ୍ତି, ସେମାନେ ନିଜେ ଜାଣି ପାରୁନାହାନ୍ତି। ଦେଖ ବହୁତ ଲୋକ। ପ୍ରଭୁଙ୍କର ଧନ୍ୟବାଦ ହେଉ, ଏଇ ଆଦମଙ୍କର ଉଲ୍ଲଙ୍ଗ ହେଲେ ବୋଲି ବୋଧ ବି ପାଇଲେ, ସେଥିପାଇଁ ଲୁଚିଲେ ଯାଇକି। कुछ लोग बोध भी पाऊनाहांती, जानी भी पारुनाहांती that they are totally naked। उल्लंघत प्रकाश पाइबा पूर्वरु निजको गुड़ाई जानिबा दरकार प्रिय माने। देखो नेकेडनेस आज स्टाइल कौन, युवा पिला मानकर लाइफ स्टाइल कौन, बॉडी देखाइबाटा। पुओ माने बॉडी दिखाती, झियो माने भी देखाई चलती। जेते कम ड्रेस थाए था सेतकी फैशनेबल, सेतकी स्टाइल थाए कि नहीं। कौशी बोली दुख करंतु नहीं। ए शोल्डर भी पूरा कट करे। व्हाई डू यू वांट टू शो द शोल्डर? केरीर बर्थडे बेलकू ड्रेस किणवा पे गला बेलकू एते राग लागिला मते से ड्रेस शॉप रे। क्या ड्रेस, कौन एटा, व्हाई, काहे की, काहे की एपट देखाइबे पुणी, इच्छा एटा देखाइबे पुणी, पछरे देखाइबे पुणी, अंटारे देखाइबे। पिला को ड्रेस कथा कहूँ, ड्रेस माने पूरा बॉडी गुड़ाई बटन नुहे कि शरीर। क्या प्रूव करना चाहते हैं, क्या दिखाना चाहते हैं? टोटली खोल के घूमो ना फिर। छुपाने वाली बात और क्या रह गया? लुचाइबा विषय कौन रही गला जे? से मझे से पुआ मान पैंट तड़क पूरा खसई की अंटारू काढ़ी की भूल नाती क्यों? ए पर्यंत बटन खोली देथिबे। व्हाट डू यू वांट टू शो एक्चुअली, क्या दिखाना चाहते हैं भाई? बिल्कुल ठीक बुद्धि नहीं एटा, स्पेशली क्रिश्चियन मानक लाइफ रे जदि एमिति अछि। यू हैव लॉस्ट इट, हराइछंती बोले अर्थ। देखो शैतान रो टार्गेट कोडे माने उल्लंघ देखा जांतु बाहर, उल्लंघ देखा जांतु। आ भलो हैला आदम होगा से माने लाज कले, दे वर ashamed। बोध पाई डिमरी वृक्षर पत्र सी घागरा बनाइले।
परमेश्वर सामना को आशीर्वाद को से बहुत लज्जित फील कले। लज्जित फील कले बोल लुचले आज्ञा, दे फेल्ट एशेम। कुछ लोग वो शेम भी नहीं। ब्लेसेड थिंग इज फीलिंग एशेम्ड। कुछ लोगों का ना वो शर्म भी नहीं होता, टोटली बेशर्म होते हैं। केते लोग देखो तो केते awkward कथा कहउथिबे कि awkward means केते किछ लाजर कथा भी कहउथिबे, लाजर व्यवहार देखाउथिबे, लाज करनथिबे। इतना बेशर्म कैसे हो गए बोलते हैं लोग। we wear dress because we know what is shame। हमें ड्रेस पिंधु कहीं कि आमे जानुछु व्हाट इज लाज करिबाटा है। लाज नहीं कि लोक कहते ना कि गाली करले एमती केमते हो, लाज लागू नहीं कि लागिबा कथा। we have lost it। हराइछु हमें परमेश्वर गौरव को। जो गौरव रे, जो आलोक रे, जो ज्योति रे से आम मान को आवरी धारण कराई वस्त्र रूपे, ताहा हराइला परे एमाने डिमरी गछर पत्र नहीं कि घाघरा से ही सिले। पुणी देखो ड्रेस ये सिलिबाटा सिलाई बाटा भी जानी सारले। ईश्वरंकर अनुग्रह हजिगला परे, ईश्वरंकर गौरव हजिगला परे, ईश्वर हमको जहाँ जो 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 धार्मिकतारे कवर कर गोड़े ताहा हजि गला परे जेते सुंदर ड्रेस पिंधले भी की लाभ आज्ञा। आंभ मानकर पाप ओपन देखा जीवो। यीशु जो मारिबार थिला क्रूस पाखर तो मारिले तो मारले आओ, तांको वस्त्र कहीं काढ़ी देइथिले कहउनांती। हैं? से उल्लंघ होई कि क्रूस रे झूलिले आमर ପାଇଁ दिन सारा ब्रॉड डे लाइट। जेमिति हमर क्रूसर छबिर फोटो मानकरे पोस्टर मानकरे देखांती नले से दया सागर करुणामय पैशन ऑफ क्राइस्ट रो सिनेमा रे देखांती कि प्रभु को क्रूस रे झुलाला बेले अंटारे किछटा गामछा परि टावल परि थिला बोली। तो सेतकी भी नथिले तो के देखिबे नहीं बोली, सेतकी भी कम से कम गोटे रेस्पेक्ट ढांचा रे गुडाई की देखांती, किंतु एक्चुअली ही वाज कंप्लीटली नेकेड। ये लोग से लेखा जाउछि स्त्री माने दूर रे थिले, क्रूसर पाखरे नथिले। आ पुरुष माने मध्य मुंड उठाई कि देखि पार नथिले, पुणी मुह लुचाई कि पळौथिले। पुणी आमर पाप, आमर लज्जा प्रभु भोगिले आज्ञा इन ब्रॉड डेलाइट, सबके सामने भरे दिन के समय में झूलना पड़ा। आमर पाप नुहे कि वाई क्यों, दिस इज द रीजन एक्चुअली, दिस इज द पॉइंट। आदम कहीं की हो रही वन रॉन्ग टीचिंग, चलिबो बोलिबार शिक्षा। ये फल परमेश्वर मना कले, किए मना कले, कोट लिखा अछि कहीं मना करे कौन हेबो, खाइले मरी जीवो कि, खाइले नरक पलाइबो कि, से क्षमा करी जान नांती कि, से दया करी जानिबे नहीं कि, से रक्षा करी जानिबे नहीं कि, तांकर प्रेम तांकरी पावर एते कमी गला कि तुम खाई देले भी तुमको सेव करी पारिबे नहीं कि, से के मना करला खाओ किछ हेबो नहीं। हमने एमती डराई डराई थिबे शिक्षा गुडी को, मरी जीव पुणी नरक पलाइब पुणी खाली डराइबाटा बेसी हेई गला। परमेश्वर प्रेम अटंती आगे, परमेश्वर अनुग्रहकारी सब संभाली पारिबे नहीं कि, से खाओ
बस खाई तो देले ଆଉ। One wrong teaching, one disobedience, one लोभ, हैं, one misunderstanding। कौन लोभ? ତୁମେ ଏଇ ଫଳ ଖାଇଲେ ଈଶ୍ୱରଙ୍କ ତୁଲ୍ୟ ଜ୍ଞାନବାନ ହେଇଯିବ। ତୁମେ ଈଶ୍ୱରଙ୍କଠୁ ବଡ ହେବାର ଲୋଭ କାହିଁକି ଆସିଲା ତୁମକୁ? ତୁମେ ବି ଈଶ୍ୱରଙ୍କ ପରି ଜ୍ଞାନବାନ ହେଇଗଲେ ଆଉ ତୁମକୁ ଏକ୍ସଟ୍ରା ଈଶ୍ୱର ଦରକାର ନାହିଁ, ତୁମେ ନିଜେ ଈଶ୍ୱର ହେଇଯିବ। ୟୁ କ୍ୟାନ୍ ଟେକ୍ ୟୋର ଓନ୍ ଡିସିଜନ୍ସ। ତୁମକୁ ଏକ୍ସଟ୍ରା ଈଶ୍ୱର ଦରକାର, ତମେ ତ ଈଶ୍ୱର ହେଇଯିବ। ଆଜି ଜଗତରେ ଏତେ ବାବା ମାନେ କାହିଁକି ବାହାରିଲେ? ମାନେ ନିଜକୁ ଈଶ୍ୱର ଦେଖାଇବାର ଚେଷ୍ଟା ଏଟା, ଟ୍ରାଇଂ ଟୁ ବି ଗଡ୍, ରିଫ୍ୟୁଜିଂ ଗଡ୍। ପରମେଶ୍ୱରକୁ କାଢି ଦେଇକି ସେଇ ସ୍ଥାନରେ ନିଜକୁ ବସାଇବାର ଚେଷ୍ଟା ଏଟା, ଲୋଭର ଟିଚିଂ। ଯାହା ଯାହା ବାଇବେଲ କର ନାହିଁ ବୋଲି କୁହାଉଛି, ତାହା କରି ହେବ ବୋଲି ଏକ୍ସଟ୍ରା ଶିକ୍ଷା ଦିଆଉଛି। ସେଇଟା ରଙ୍ଗ ଟିଚିଂ ଲାଗୁନି, ଆମଟା ରଙ୍ଗ ଟିଚିଂ ଲାଗୁଛି ବହୁତ ଜଣଙ୍କୁ। ନାଇଁ, ବସ୍ତ୍ର ଏଥିପାଇଁ ହରାନ୍ତି, ଦେ ଲୁଜ ଅଲ ଦେयर ଗାର୍ମେଣ୍ଟସ। ଭାବନ୍ତୁ ନାହିଁ, ବହୁତ ଥର ଆଜି ଗୁଡ ନ୍ୟୁଜ ଶିକ୍ଷା, ଥରେ ପରିତ୍ରାଣ ପାଇଲେ ଆଉ ପରିତ୍ରାଣ ହଜିବାର ଚାନ୍ସ ନାହିଁ। ଅବଶ୍ୟ ପରିତ୍ରାଣ ଦୁର୍ବଳ ନୁହେଁ, ଆପଣ ମାନେ ନିଜେ କାଢିଦେଲେ କିଏ କଣ କରିବ? ଆଦମ ହୁମାଙ୍କର ଯୋଉ ଗୌରବ ଥିଲା ଏଦେନ ଉଦ୍ୟାନରେ, ଏତେ ୱିକ୍ ଦୁର୍ବଳ ଡେଲିକେଟ ସୌଭାଗ୍ୟ ଥିଲା କି ଆଦମ ହୁମାଙ୍କର? ପାୱାରଫୁଲ ନଥିଲା କି? ଈଶ୍ୱର ଯେଉଁ ତା ସେମାନଙ୍କୁ ଶରୀର ଦେଇଥିଲେ, ଗୌରବର ଶରୀର ଦେଇଥିଲେ, ତେଜମୟ ଶରୀର ଦେଇଥିଲେ, ତା ସବୁ କଣ ହେଲା? ଗୋଟେ ଅବାଧ୍ୟତା ଯୋଗୁ ତାହା ସବୁ ହରାଇ ଦେଲେ ସେମାନେ। ଈଶ୍ୱର ପରେ ନିଜେ ଦେଇଥିଲେ ସେଟା। ତମେ କୁହନ୍ତୁ ସେଟା କଣ ଏତେ ୱିକ୍ ଥିଲା କି ଯେ ସେଟା ଗୋଟେ ଫଳକୁ ସେଟା ଉଡିଗଲା? ଏତେ କମ କ୍ୱାଲିଟିର ଥିଲା କି? କମ କ୍ୱାଲିଟି କମ ନଥିଲା ତାର, ଗୋଟେ ଡିସୋବିଡିଏନ୍ସ ଯୋଗୁ ସେମାନେ ନିଜେ ହରାଇଲେ ସେଟା। ସେମାନେ ନିଜେ କାଢିକି ଫିଙ୍ଗି ଦେଲା ପରେ, ମଦ ପିଇଲା ପରେ କାହାର ଶରୀରରେ କୋଉ ବସ୍ତ୍ର ଥିବ କୁହନ୍ତୁ ତ? ସେ ପର୍ଯ୍ୟନ୍ତ ଭଲ ଡ୍ରେସ ପିନ୍ଧିକି ଯିବ ମଦ ଦୋକାନକୁ, ଫେରିଲା ବେଳକୁ ତାର ସାର୍ଟ କୁଆଡେ, ତାର ବଟନ କୁଆଡେ, ତାର ପ୍ୟାଣ୍ଟ କୁଆଡେ, ତାର ଫୋନ ତାର ହାତରେ ନଥିବ, ଗୋଟେ ଗୋଡରେ ଗୋଟେ ଚପଲ ଥିବ, ଗୋଟେ ଗୋଡରେ ନଥିବ। କଣ ସବୁ ତ ଭଲରେ ପିନ୍ଧିକି ଯାଇଥିଲ, କାରଣ କୁଆଡେ ଗଲା? ଗାଡି କାହିଁ? ଗାଡି ସେଠି ରଖିଦେଇଛି। ଫୋନ କାହିଁ? କିଏ ଜାଣେ କିଏ ଧରିଥିଲା ମୋଟ? ନାଳ ପାଖରେ ଶୋଇଥିବ ସେ ଯାଇକି, ସେ ଜାଣି ଜାଣି ଶୋଇବ କି? ଚେତା ଥିଲେ ନାଳ ପାଖରେ ଶୋଇବ କି? ଚେତା ଥିଲେ ମାନେ ସେ ନିଶାରେ ନଥିଲେ ଡ୍ରେସ ଖୋଲିକି ବୁଲିବ କି? ପ୍ୟାଣ୍ଟ ବି କାର କାର ନଥିବ, ଜାଣିଛନ୍ତି? କୋଉ ଗୋଟେ ଜିନିଷ ପଡିଗଲା ଶରୀରରେ, ତା ନ ଜାଣିଲେ ମଧ୍ୟ, ସେ ନ ଜାଣିକି ମଧ୍ୟ ସବୁ ହରାଉଛି ଧୀରେ ଧୀରେ, ଜାଣି ପାରୁନାହିଁ ସେ। ପାପ ସେମିତି କରେ। listening to wrong person, ଏତେ କନଭିନ୍ସ କରିଦେଲା ଶୈତାନ। ନା, କିଏ କହିଲ? କୋଉଠି ଲେଖା ଅଛି? ନା ନା, ଅନୁଗ୍ରହକାରୀ ପରମେଶ୍ୱର, କ୍ଷମାକାରୀ ପରମେଶ୍ୱର, ଦୟାମୟ ପରମେଶ୍ୱର। ତ କାହିଁକି ସେମାନେ ବସ୍ତ୍ର ହରାଇଲେ? Why? କାହିଁକି ଏଦେନ ଉଦ୍ୟାନ ହରାଇଲେ? 3:24 ଆଦି ପୁସ୍ତକ। ଏହି ରୂପେ ସେ ଆଦମଙ୍କୁ ତଡ଼ିଦେଲେ। ପୁଣି ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବ ଦିଗରେ କିରୁବଗଣ ଓ ଚତୁର୍ଦିଗରେ ଘୂର୍ଣ୍ଣାୟମାନ ତେଜମୟ ଖଡ୍ଗ ସ୍ଥାପନ କଲେ। ଏଦେନ ଉଦ୍ୟାନରୁ ବାହାରକୁ ତଡି ଦେଲେ, ଗେଟ୍ ଆଉଟ୍ କଲେ ବୋଲି ଅର୍ଥ। ମାନେ ଏଦେନକୁ ହରାଇଲେ, ଏଦେନର ସୌଭାଗ୍ୟକୁ ହରାଇଲେ।
ବସ୍ତ୍ର ହରାଇଲେ, ଉଲ୍ଲଙ୍ଗତା ପ୍ରକାଶ ପାଇଲା, ପରସ୍ପରକୁ ଦେଖିକି ଲାଜ ଲାଜ ଆଦମ ହବା। ଛି ମାନେ ଛି ହେଉଛନ୍ତି ଅବଭିୟସଲି। ଆଜି ବହୁତ ଜଣ ଛି ବି ହୁଅନ୍ତି ନାହିଁ। ଦେ ଫିଲ୍ इट्स फैशन यार, इट्स अ फैशन मैन, इट्स स्टाइल, ये चलता है आजकल। आजकल के जनरेशन में हर सीरियल, हर सिनेमा इज प्रमोटिंग एलजीबीटी क्यू। प्रत्येक सीरियल, प्रत्येक सिनेमा आजिकली इंडिया रे होमोसेक्सुअलिटी को प्रमोट करुछि, लिव इन रिलेशनशिप को प्रमोट करुछि, ऑकवर्ड गंधिया स्टाइल को प्रमोट करुछि। कौन माने एटा चलता है आजकल। तुम कौन पुराना जुगर मनुष्य पर कहीं चिंता करुछ तुम्हें? ना ना, आजकल ये चलता है। और शिखाउछंती कि पिला मन जेतेले होमोसेक्सुअल होंती, सेमानकर डिसीजन को तुम रेस्पेक्ट करो पेरेंट्स है कि। ये कल्चर आसीगला देखो तो। आज समाज रे प्रत्येक गंधिया, हाँ, शर्मनाक चीजों को कॉमन माना जाता है। सेम मेंटालिटी आज मंडली भीतर को भी पड़े आसी कि प्रत्येक प्रकार असुचि गंधिया हिनस्तार पाप को मध्य कॉमन कर दो ना, एटा चलो आजकल किछि नहीं, एटा को प्रभु धरती नहीं। से बुझुछंती हमर दुर्बलता, हमर वीकनेस सब जानी छंती, तो एटा करे से प्रभु एडजस्ट हे जे। जाग्रत, प्रत्येक भूल शिक्षा, भंड शिक्षा मध्य कन्विंसिंग हल्ला परी शिक्षा दे जानुछि शैतान। कन्विंसिंग मानि नहीं जीवे सत्य ही थिबो काले, ए देखो देखो तो बाकी दी तीन पद देखाई देलेनी। पाप सहित जेतेबेले आपण मानकु कंप्रोमाइज करा होछि, बुझी नियंतु ताहा एक भंड शिक्षा बोली। जगत सहित पाप सहित कंप्रोमाइज करिबा ही नहे, से वक्तांकर निजर जीवन जदि असुचि ताहा जदि जस्टिफाई करा होछि, ये दी तीन स्त्री रखिकी ना ना चल हमको पद अनुसार किसी बड़ कथा नहीं, से मन निजको जस्टिफाई कर, बी केयरफुल फ्रॉम देम। पाप को जस्टिफाई करुछंती माने गला आउ। बहुत बड़ डेंजर कथा। तो नंबर वन, आदम होबा आपनार वस्त्र हराइले ड्यू टू गोटे रंग शिक्षा। तापरे लोभ, लोभ कौन कहली? ईश्वरଙ୍କ ତୁଲ୍ୟ ହେଇଯିବ ତୁମେ। କୁଆଡେ ଗଲା ସେଇଟା? 5 ପଦରେ। ବରଞ୍ଚ ପରମେଶ୍ୱର ଜାଣନ୍ତି, ତୁମ୍ଭେମାନେ ଯେଉଁଦିନ ତାହା ଖାଇବ, ସେହିଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। वाव, परमेश्वरଙ୍କ परी। हर बार परमेश्वर को गोड़ धरिकी प्रभु एटा तुमर इच्छा ना नहीं, केमिति कौन तांकर इच्छा मागिबा दरकार नहीं। यू कैन डिसाइड बाय योर ओन। परमेश्वरଙ୍କ परी। हैं? देखो तो से टेक्निक देखो तो, प्रभु से गछर नाम भी भल मंदर ज्ञानर वृक्ष। प्रभु मना करले, ये आसे कि से गछ जदि भलर गछ तो तू खाइबा मना कहीं करा अछि? ओहो तुमे खाईदेले आ तुमे परमेश्वरଙ୍କର समान ହେଇଯିବ ବୋଲି, ଆଉ ତମକୁ ନା ପରମେଶ୍ୱର ତାଙ୍କ ପରି ହେବାକୁ ଆଉ ସେ ପସନ୍ଦ କରୁନାହାନ୍ତି। ତୁମେ ତଳକୁ ହିଁ ତଳେ ହିଁ ଥାଅ, ତୁମେ ତୁମେ ତଳେ ହିଁ ଚାପିକି ରହିଲେ ତାଙ୍କର ପାଦ ପାଖରେ ଦାସ ଦାସୀ ପରି ରହିବାକୁ, ଚାପିକି ରଖିବାକୁ ସେ ଇଚ୍ଛା କରୁଛନ୍ତି। ତୁମର ଡେଭଲପମେଣ୍ଟକୁ ସେ ଇଚ୍ଛା କରୁନାହାନ୍ତି। तुम तुम तुम्हें बड़ हेले से इच्छा करूनाहांती, तुम तांकर गुलाम ହେଇକି रहो ବୋଲି ଚାହୁଁଛନ୍ତି। ଏମିତି ଗୋଟେ କଥା କି, ଏମିତି ଗୋଟେ କଥା କି ତୁମେ ଖାଇଦେଲେ ତାଙ୍କର ପରି ହେଇଯିବ ବୋଲି ସେ ଇଚ୍ଛା କରୁନାହାନ୍ତି, ତେଣୁକରି ମନା କଲେ। ଦେଖ, परमेश्वरଙ୍କ ଉପରେ ମିସଅଣ୍ଡରଷ୍ଟାଣ୍ଡିଂ ଆଣିଦେଲେ।
ଭୁଲ ବୁଝାମଣା ପରମେଶ୍ୱରଙ୍କ ପ୍ରତି। ତ ଯେତେବେଳେ ଆମ୍ଭେ ମାନେ ପରିତ୍ରାଣ ପାଉ, ଆମକୁ ପ୍ରଭୁ ଶିଖାଇଲେ ସ୍ୱର୍ଗୀୟ ପ୍ରାର୍ଥନାରେ ମଧ୍ୟ, ପ୍ରଭୁ ଶିଖାଇଥିବା ପ୍ରାର୍ଥନାରେ କଣ ଶିଖାଇଲେ? ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, तुम्हारी नाम पवित्र मान्य है। वी नो, वी बिलीव दैट योर नेम इज होली। आप में कुछ भी बुराई नहीं था। परमेश्वर को यथार्थ बोली मणिथिले मणंती पुणी लोक 7 बाप्तिस्म नेला बेले 7:729 29। ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିତ ହୋଇଥିବାରୁ ଈଶ୍ୱରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ। बस बाप्तिस्म द्वारा आम कौन स्वीकार करुछु पुणी? आई एम सॉरी लॉर्ड, यू वर राइट, शैतान वाज रॉन्ग। तार कथा शुणिकी आपण को मिसअंडरस्टैंड करलु, सॉरी प्रभु, आप ठीक थे, आपने सच बोला, आपने प्यार किया, हमारे भला सोचा आपने, लेकिन हम आपके विरुद्ध में चले गए इसके बातों में आके आर कथारे पढ़ी आपण को छाड़देलु प्रभु, की कथा करदेलु प्रभु, सॉरी सॉरी सॉरी। बाप्तिस्मोर रीजन एटा अनेक रीजन रू गोटे रीजन है मैं मानुछु गॉड वाज राइट एंड इज राइट। परमेश्वर ही ठीक थिले, से रागिले भी, से मारिले भी, से गाली कले मध्य तुम्हें ही ठीक थिलो प्रभु। हम बुझी पारलु नहीं तुमको, से हमको कौन कौन सिखाई दे हमें तुमको छाड़ी देलु जे ठीक कलु नहीं, हमें तार कथारे पड़ी कि हमें तुमको बहुत दुख देलु प्रभु, सॉरी बोली बाटे। एबे भी मु कहे शैतान केबे मध्य आदम हव्वांकर पाटी खोलिकी हाथ गोड़ बांधिकी पाटी खोलिकी जबरदस्ती फल पुराई नहीं। सेमानकर ब्रेन वॉश एमिति देला कि से माने निजे जाइकी खाइले माने बुझो कि डेंजरस सिचुएशन एटा। एथिपाई आंभ मानकर पाप पाई, आमे करिथिबा पाप पाई शैतान को दंड मिली माट तो दंड मिलुछि, जे लोक मान को कहीं दंड मिलुछि? हमारा भी गलती था ना। आमे कौन जान कि शैतान से प्रलोभन पकेला, से ठकिला, से बोले से जाउछि खाली नरक को, एमन जाउ नांती। हिसाब अनुसार कौन करियो कथा? आमे निरीह, आमे अमायक भी आर इनोसेंट पीपल, आमे जानी नथिलु शैतान जीव नरक को से ठकिला। आमे भल भक्त नहीं नहीं, हम सब मासूम लोग हैं, आमे जानी नु खाइला के निजे आमे शुणला के तार कथा आमे डिसीजन के नेला आमे पचारलो नहीं प्रभु को केबे भी एमती कौन कहूछि ए प्रभु दया करो प्रभु। यही कथा यही बुद्धिटा जो तुम इच्छा रे नहीं तो मो माइंड डिलीट कर दे, मते रॉन्ग स्टेप को जीवा को दियो नहीं प्रभु, प्लीज सेव मी सेव मी सेव मी, रक्षा करो बोली कही जाने पारले नहीं। इट वाज योर डिसीजन। शैतान मोटिवेट करे गोटे पटरो, आ गोटे आडो पवित्र आत्मा मोटिवेट करती, डिसीजन इज योर्स। ସେଥିପାଇଁ ଶୈତାନ ଭୂତ ମାନେ ହିଁ ନୁହେଁ ନରକକୁ ଯିବାଟା, ଏମାନେ ବି ମନୁଷ୍ୟ ମାନେ ବି ଯାଉଛନ୍ତି। ଆମେ ଜାଣି ନଥିଲୁ ବୋଲି କହି ହେବ ନାହିଁ। ତଥାପି ପ୍ରଭୁଙ୍କର ମହାନ ନାମର ଗୌରବ ହେଉ। ପରିତ୍ରାଣର ଏକ ଉପାୟ ପରମେଶ୍ୱର ନିଜେ ସ୍ଥାପନ କଲେ। ଯଦି କହୁଛ ତୁମେ ଆରେ କେଡେ ଭୁଲ ହେଇଗଲା ଜାଣି ପାରିଲି, ଆମେ ପରେ ରିଏଲାଇଜ ହେଉ କି ନାହିଁ? ଥରେ କାହାର କଥା ଶୁଣିକି ଆମେ 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 ଦୁଷ୍ଟ ହେଇଯାଉ, ଆମେ ପ୍ରଭୁଙ୍କ ଠାରୁ ଦୂରକୁ ପଳାଉ, ଗଲତ ରାସ୍ତା ବାଛି ନେଉ, ପରେ ହେଲେ ଜାଣିଲା ପରେ ରିଏଲାଇଜ ହେଲା ପରେ ଆରେ ରେ 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 କେତେ ଭୁଲ କରିଦେଲି ବୋଲି ଦେଇ ଦିନ ରିଏଲାଇଜ ହେବ।
ସେଇ ଦିନ ତୁମେ ଫେରି ପାରିବା ପାଇଁ ପ୍ରଭୁ ଯାହା ସୁଯୋଗ ଦେଲେ, ତାହା ଏଟେ ତାଙ୍କର ବଡ ଅନୁଗ୍ରହ। ସେ ରାଗିକି ମଧ୍ୟ ଆମକୁ ପ୍ରେମ କଲେ ବୋଲି ଅର୍ଥ। ସେହି ପରିତ୍ରାଣର ଉପାୟ ସେଇ ଶୈତାନ ପାଇଁ ପ୍ରଭୁ କରିନାହାନ୍ତି, ସେ ଭୂତ ମାନଙ୍କ ପାଇଁ କରିନାହାନ୍ତି, ଆମର ପାଇଁ କରୁଛନ୍ତି। जब तुम दूर जाओगे और एक दिन जब रियलाइज करोगे, अपव्यय पुत्र से चेता पाइला पुଣି କଣ କଣ ଓଡିଆରେ କଣ ଅଛି, ଲୋକ 15-17 ଚେତନା। चेतना। वाह, व्हाट अ वर्ड इज दिस। The real chetna is realization, brother। ଗୋଟେ କୋଟେସନ ଦେଖୁଥିଲି, real eyes realize real lies। सब सेम लाइफ नहीं। रियल आइज, तुमर आखि जदि सतरे खोला हैला, तुम्हें जानिबो बुझिबो। रियलाइजेशन मीन्स, रियलाइज माने बुझिबो कोटा रियल लाइफ, सतरे कोटा मिछ थिला तुम जानि पारिबो। जेतेबेला आमे चेतना पाइबू, आमे बुझी पारिबू को रास्ता ठीक थिला। अपव्यय पुत्र चेतना पाइला परे से निष्पत्ति नेला, आई विल रिटर्न राइट नाउ। ଏହି କ୍ଷଣି ଉଠ, ମୁଁ ଉଠି ଆପଣା ପିତାଙ୍କ ନିକଟକୁ ଫେରି, ସେ ଆଉ ତୁମକୁ ଗ୍ରହଣ କରିବେ କି ମତେ ଜଣା ନାହିଁ। ସେ ତାଙ୍କ ଗୋଡ ଧରିବେ, ସେ ତୁମକୁ କ୍ଷମା କରିବେ କି? ମନ ମାଇଣ୍ଡରେ ଗୋଡେ ଡାଉଟ ଆସିପାରେ, ସେ ତୁମକୁ କ୍ଷମା କରିବେ କି, ତୁମକୁ ଗ୍ରହଣ କରିବେ କି, ଧକ୍କା ଗେଟ ବାହାର କରିଦେବେ, କିଏ ଜାଣେ। ଲେଟ୍ ଅସ୍ ଗିଭ୍ ଇଟ୍ ଅ ଟ୍ରାଏ। ଟ୍ରାଏ କରିବି, ଗୋଡ ବୋଟ ପଡିଯିବି। ଦୁନିଆ ଅଟକେଇ ଦେଇ ପାରନ୍ତି କି, ରାଜୀବ ଭାଇ ବି ଅଟକେଇ ଦେଇ ପାର ନା, ତମ ପାଇଁ ଆଉ କ୍ଷମା ନାହିଁ ବୋଲି କହିଦେବି ବୋଧେ। Why don't you try? हैं? जा फेरो, फेरिले क्षमा मिले, खाली तुच्छरे मागिले मिलिबनी। पापरे थाई कि मद पी देके सॉरी प्रभु पीयूष पी था, सॉरी कहीं मागु सर, पीयूछ होतले एंजॉय कर, फेरो क्षमा मिलिबो। नहीं आ गोटे कोटेशन, real repentance is not when you cry, real repentance is when you change। ପ୍ରକୃତ ମନ ପରିବର୍ତ୍ତନ କଣ ପୁଣି ତୁମେ କାନ୍ଦିବା ବେଳେ ନୁହେଁ, ପୁଣି ଆପୋ ପାଇଁ ତୁମେ କାନ୍ଦୁଛ ମାନେ ତା ପ୍ରକୃତ ରିପେଣ୍ଟେନ୍ସ ବା ପ୍ରକୃତ ଅନୁତାପ ନୁହେଁ। ତୁମେ ଫେରିଲେ ପ୍ରକୃତ ଅନୁତାପ। ପୁଣି रियल रिपेंटेंस इज नॉट व्हेन यू क्राई, इट इज व्हेन यू चेंज। जब बदल जाते हो ना, इफ यू फील सॉरी, स्त्री को गाली कर देलो कि अन्य व्यवहार दिखाई देलो, से राय से दुखित दुख करुछि, हाँ ठीक है कांदना सॉरी, दिस सॉरी वोंट वर्क। The real sorry is when you change, you will not show that behavior again, that attitude again। ଆପଣ ପୁନର୍ବାର ସେହିପରି ବ୍ୟବହାର ନ କରିବାଟା, ଏ ବଦଲାव ही चेंज एक्चुअली रियल रिपेंटेंस ଅଟେ। ବଦଲାव, ଆଉ ଦୁଃଖ ଦେବିନି ପ୍ରଭୁ, ସରି। The real sorry is when you change। ଯେତେବେଳେ ବସ୍ତ୍ର ହଜିଗଲା, ହରାଇ ଦେଲେ ଆଦମ ହବା, ପରମେଶ୍ୱର କେଡେ ମହାନ। ମେଷୋ ଶାବକଙ୍କର ଚର୍ମ, ରକ୍ତ ନିମଜ୍ଜିତ ଚର୍ମ ଦେଇ ସେମାନଙ୍କର ଲଜ୍ଜାକୁ ସେ ଆବରି ଗୁଡାଇଲେ। Okay? 21, 321 आदि पुस्तक। ଆଉ ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାଙ୍କର ଭାର୍ଯ୍ୟାକୁ ପିନ୍ଧାଇଲେ। बस 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 ସେମାନେ କାହିଁରେ ପିନ୍ଧୁଥିଲେ? ଡିମ୍ରି ଗଛର ପତ୍ରରେ ପିନ୍ଧୁଥିଲେ। ପରମେଶ୍ୱର କେମିତି ପିନ୍ଧାଇଲେ? ଚର୍ମର ବସ୍ତ୍ର। ଚର୍ମ ମିନ୍ସ ସ୍କିନ୍ସ। କାହାର ହେଇଥିବ? ନିଶ୍ଚିତ ଭାବରେ ପ୍ରକାଶିତ 13:8 କହେ,
ଜଗତର ପତନାବଧି ବଳୀକୃତ ମେଷ ଶାବକ, a lamb which was slain in the beginning of the foundations of the world earth. ଜଗତର ସ୍ଥାପନ ବେଳେ, ପୃଥିବୀର ସ୍ଥାପନ ବେଳେ, ନୂଆ ବେଳକୁ ଗୋଟେ ମେଷ ଶାବକ ବଳି ହେଇଥିଲା। ପୁଣି ଆମେ ମାନେ ଜାଣୁ ଯୀଶୁ ଖ୍ରୀଷ୍ଟ ତ ଏବେ 2000 ବର୍ଷ ପୂର୍ବେ ଆସିଥିଲେ। ଆଦମ କୁଆଡେ, ଯୀଶୁ କୁଆଡେ, ଈଶ୍ୱରଙ୍କର ମେଷ ଶାବକ ହେଇକି ଆସିଥିଲେ। କିନ୍ତୁ ଗୋଟେ ବିଚିତ୍ର କେସରେ ପ୍ରକାଶିତ ବାକ୍ୟ କହେ, नो नो नो, ସେ ଜଗତର ପତନାବଧି। ତ ଏଥି ଦ୍ୱାରା ଜଣା ପଡୁଛି କି ସେଇ ସମୟରେ ଏମାନଙ୍କୁ ଗୁଡାଇବା ପାଇଁ ପରମେଶ୍ୱର ମେଷ ଶାବକକୁ ବଳି ଦେଲେ। ତର ଅର୍ଥ କଣ? ମାନେ ଆଦମ ହବା ପାପ କଲା ପରେ ବି ଅବଶ୍ୟ ଗୌରବ ହରାଇଲେ, ଅନନ୍ତ ଜୀବନ ହରାଇଲେ, ମୃତ୍ୟୁ ସେମାନଙ୍କ ଉପରେ ରାଜତ୍ୱ କରୁଥିଲା। ଆଉ ସେମାନେ 930 ବର୍ଷ ପରେ ମରିଥାନ୍ତେ, କିନ୍ତୁ ସେମାନେ ସେମିତି ମରିଥାନ୍ତେ ଯଦି ନରକ ପଳାଇବାର। ତ ସେମାନେ ମରିବା ପୂର୍ବରୁ ଆଉ କିଏ ଜଣେ ମରି ଯାଇଥିଲେ ଏମାନଙ୍କର ପାଇଁ। ସେ ଗୋଟେ ମେଷ ଶାବକ। ସେହି ବସ୍ତ୍ର ତାର ଚର୍ମ କାଢିକି, ଚର୍ମ କେମିତି ମାନେ ରକ୍ତରେ ଭିଜିଥିବା ଚର୍ମ କାଢିକି ଗୁଡାଇଲେ। ସେଥିପାଇଁ ପ୍ରଭୁଙ୍କର ମହାନ ନାମର ଗୌରବ ହେଉ। କଣ ମାନେ आदम हमें नरक को ଯାଇନାହାନ୍ତି। प्रेज द लॉर्ड। प्रभु ने बचा लिया जैसे तैसे। प्रेज द लॉर्ड। हाँ, ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପରେ ଯାଇକି ଏମାନଙ୍କୁ ମଧ୍ୟ ପୁରାତନ ନିୟମର ସାଧୁ ମାନଙ୍କୁ ପରିତ୍ରାଣ ମିଳିବାର ଯୋଜନା ସଫଳ ହେଲା। ରାଇଟ। ତ ବସ୍ତ୍ର କେମିତି ହରାଉ? ନଥିବା ଶିକ୍ଷା ମୁଣ୍ଡରେ ପଶି ଗଲେ ଆମ୍ଭେ ମାନେ ବସ୍ତ୍ର ହରାଉ। ତାପରେ ସିଧା ପଳେଇ ଆସନ୍ତୁ ଆଦି ପୁସ୍ତକ 9 ଅଧ୍ୟାୟ ପଏଣ୍ଟ ନମ୍ବର 2। ଆଦି ପୁସ୍ତକ 9 ଅଧ୍ୟାୟ 20 ରୁ 22। ଏ ଉତ୍ତାରୁ ନହ କୃଷି କର୍ମରେ ପ୍ରବୃତ୍ତ ହୋଇ ଦ୍ରାକ୍ଷା କ୍ଷେତ୍ର କଲେ। ତହିଁରେ ସେ ଦ୍ରାକ୍ଷାରସ ପାନ କରି ମତ ହୋଇ ତମ୍ଭୁ ମଧ୍ୟରେ ବିବସ୍ତ୍ର ହୋଇ ପଡ଼ିଲେ। ବାସ୍ ଏପରି ବାସ୍ ସମୟରେ ବାସ୍ 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 ବିବସ୍ତ୍ର। ଆମେ ଅଲରେଡି ଏଇ ସବୁ ଆଗ ଗୋଟେ ଟପିକ ରେ ଆମେ ଅଧ୍ୟୟନ କରିଥିଲୁ, କେମିତି ଆରମ୍ଭ କଲେ କେମିତି ଶେଷ କଲେ ବୋଲିବା। ଆତ୍ମା ଆରମ୍ଭ କରି ଶାରୀରିକ ଭାବେ ଶେଷ କରିବାର ଟପିକ ରେ ଆମେ ସବୁ ଶୁଣିଥିଲୁ। ଏଥର ଟିକେ ବସ୍ତ୍ର ବିଷୟରେ ମଧ୍ୟ ଏମାନଙ୍କ ଅର୍ଥରେ ଆମେ ଟିକେ ଦେଖିବା। ଦେ ଲଷ୍ଟ देयर गारमेंट्स। क्या था वो, क्यों खो लिया वो, ଆମେ ଧ୍ୟାନ କରୁଛୁ। କାରଣ ପ୍ରଭୁ କହିଛନ୍ତି ପ୍ରକାଶିତ 16:15 କି ଆପଣା ତୁମେ ଜାଗ୍ରତ ହୋଇ ଆପଣା ବସ୍ତ୍ର ଧରି ରଖ, କାରଣ ଆମ୍ଭେ ଚୋର ପରି ଆସୁଛୁ। କାଳେ ତୁମ୍ଭର ଉଲ୍ଲଙ୍ଗ ଦେଖାଯିବ। ବି କେୟାରଫୁଲ। I don't want to see you naked. ଲଜ୍ଜା ଅବସ୍ଥାରେ ତୁମକୁ ମୁଁ ନ ଦେଖିବି। awkward ଅବସ୍ଥାରେ, बेशरम अवस्था स्थिति में मैं ना देखूं तुमको। तो केमिति हराऊ ମାନେ ଆତ୍ମିକ ବସ୍ତ୍ର ଗୁଡିକ ଦେଖୁଛୁ ଆମେ। ତ ନୋହଙ୍କ ବିଷୟରେ ମଧ୍ୟ ପୂର୍ବରେ ଆମେ ଅଧ୍ୟୟନ କରିଥିଲୁ କି ଥରେ ଯେତେବେଳେ ବିପଦ ଟଳିଗଲା, ଗଲା ପରେ ବି ଯଦି ଆମେ ମାନେ ପାପମୟ ଶରୀରରେ ରହୁଛୁ ଆଉ ପାପ ଜଗତରେ ରହୁଛୁ ବୋଲି କହିଲେ, ଆଉ ଥର ସେ ପାପର ଶକ୍ତି ଆମ୍ଭ ମାନଙ୍କୁ ଗ୍ରାସ କରିବାକୁ ଆସିବ ନା ନାହିଁ କହୁନାହାନ୍ତି। ଅଲରେଡି ଅଶୁଚି ଜଗତରେ ଆମେ ଥିଲା ବେଳେ, ଆମେ ନିଜକୁ ପରିଷ୍କାର କଲା ବେଳେ, ଦେଖନ୍ତୁ କହନ୍ତି କି ନାଇଁ, ଘୁଷୁରୀ ବିଷୟରେ ବାଇବେଲ କହେ ତାକୁ ଧୋଇଲା ପରେ ମଧ୍ୟ ଆଉ ଥରେ ସେ ଯାଉଛି ପୁଣି କାଦୁଅ ଭିତରକୁ, ଅଳିଆ ଭିତରକୁ। ଆଉ ଥରେ ମଳିନ ନହେବି ବୋଲି ବା ନିଷ୍ପତ୍ତି କାହିଁକି ନଥାଉଛି ଲୋକମାନଙ୍କୁ।
मोबाइल रे सिस्टम रे एंटीवायरस हमें डाउनलोड करके इंस्टॉल करला परे अवश्य सब वायरस रो साइट्स मालवेयर ए सब जते बेले देखा जाउछि ऑटोमेटिकली केतटा क्लीन कर दिए सिस्टम क्लीन करके देखाए केतटा डेंजरस साइट्स आसुथिला हम डिलीट कर देली यू आर सेफ बोली देखाए दिए किंतु केतटा बहुत इंपॉर्टेंट केतटा थाए जहां को सिस्टम कौन करो तुमको देखाइबो तुम्हें कौन गोटे देखिबी बोलथिलो ए साइट टा ठीक नहीं तुमर इच्छा अलाउ करिवो ना डिनाई करिवो तुम डिसीजन को छाड़ी देवो कारण तुमको जहां दरकार बोधे से साइट रे अछि ना कोन तुम खोजुथिलो ना कौन तो सेते बेले सिस्टम कौन करिवो एंटीवायरस सॉफ्टवेयर कौन करिवो तुमको डिसीजन नेबा पय तुमको ऑफर करिवो जेते तमे ही जेते बेले अलाउ करिवो जदी अल्लाह ना ना मते देखिबार छै भितर कोन अछि मो देखिबे वीडियोटा कोन अछि तमे अलाउ करला परे सिस्टम रे एंटीवायरस थिले भी से सिस्टम कौन करिवो मो तो आग्रह तुमको वार्न करथिले तमर इच्छा तुम देखिबो बोलो तुम अलाउ करलो मु कोन करबी बोल कहबो ठीक सेही प्रकार आगे परित्राण पाइला परे एंटीवायरस सॉफ्टवेयर में आसला परे मध्य एटा आपणकर डिसीजन आउ थोर पापर प्रलोभन जीवन रे मजा टिक मजा करथांती मजा तो मजा पाई टिके देखिबी बोली भाबिबी बोली तमे इच्छा करले ଆଉ କଣ କରିहବ ନହ ଗୋଟେ ଜଳପ୍ଲାବନରୁ ରକ୍ଷା ପାଇଲା ପରେ ଷ୍ଟିଲ୍ ପାପ ଜଗତରେ ଥିଲେ ନାଇଁ ଆଗାମୀ ଭବିଷ୍ୟତରେ ଆପଣ ପୁଅ ମାନଙ୍କୁ ବୁଝାଇ ପାରିଲେନି ବାବୁରେ ଦେଖିଲ ନା କି ଜଳପ୍ଲାବନ ଏଟା କି ବିନାଶ ଏଟା ହେଁ ପରମେଶ୍ୱରଙ୍କୁ ରଗାଇଲେ ଛାଡିବେ ନାଇଁ ରେ ସେ ଯେତେ ଦୟାଳୁ ଅନୁଗ୍ରହକାରୀ ପରମେଶ୍ୱର ହେଲେ ବି ସେ କେତେ ଦୀର୍ଘ ସହିଷ୍ଣୁ ହେଲେ ହଜାର ବର୍ଷ ଯାଇ ଜଗିଲେ ଆଉ 100 ବର୍ଷ ଯାଇ ଜାହାଜ ବନାଇବା ଯାଇ ଜଗିକି ଆପଣ କ୍ରୋଧକୁ ଧରି ରଖିକି ଥମି ରଖିକି ଥିଲେ ସେ ଲାଷ୍ଟ କୁ ସେ ମାରିଦେଲେ ମାନେ ବୁଝ କେତେ କଣ୍ଟ୍ରୋଲ କଲେ ନିଜକୁ ସେମିତି କେବେ ମଧ୍ୟ ତାଙ୍କୁ ଦୁଃଖ ଦେବାର ନହେଲେ କ୍ରୋଧ ଦେବାର କାମ କରୁନାହିଁ ରେ ବୋଲି ବୁଝାଇବା ପକ୍ଷରେ ଆଉ ଟେନସନ ନାହିଁ ଆଉ କିଛି ନାହିଁ ଆଉ ଦଣ୍ଡ ଆସିବ ପ୍ରଭୁ ପରମେଶ୍ୱର ସେଠି ପ୍ରତିଜ୍ଞା ବି ଦେଇଥିଲେ ନୋହଙ୍କୁ କି ନାଇଁ ଆଉ ଜଳ ପ୍ଲାବନରେ ଆମେ ଦଣ୍ଡ ଦେବାନି କାହିଁ କୁଆଡେ ଗଲା 9 ଅଧ୍ୟାୟ 11 ପଦ ଆମ୍ଭେ ତୁମ୍ଭମାନଙ୍କ ସହିତ ଏହି ନିୟମ ସ୍ଥିର କରିବୁ, ସମସ୍ତ ପ୍ରାଣୀ ଜଳପ୍ଲାବନ ଦ୍ୱାରା ଆଉ ଉଚ୍ଛିନ୍ନ ହେବେ ନାହିଁ, ପୁଣି ପୃଥିବୀକୁ ବିନାଶ କରିବା ପାଇଁ ଆଉ ଜଳପ୍ଲାବନ ହେବ ନାହିଁ। ହୁଁ ପୁନଶ୍ଚ ପରମେଶ୍ୱର କହିଲେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଓ ତୁମ୍ଭମାନଙ୍କ ସଙ୍ଗୀ ସମସ୍ତ ପ୍ରାଣୀବର୍ଗ ସହିତ ପୁରୁଷାନୁକ୍ରମେ ଅନନ୍ତ କାଳ ଯାଏ ଯେଉଁ ନିୟମ ସ୍ଥିର କଲୁ, ତହିଁର ଚିହ୍ନ ଏହି। ବାସ୍ ସେଇ ମେଘ ଧନୁ ଯାହା ରେନବୋ ଦେଖो କେତେ ସୁନ୍ଦର ପ୍ରତିଜ୍ଞା ନା ଆଉ ରାଗିବିନି ସରି ମତେ ବି କଷ୍ଟ ଲାଗିଲା ସମସ୍ତଙ୍କୁ ମାରିଦେଲି ଯେ ମତେ କଣ ଖୁସି ଲାଗୁଛି କି ନା ନା ଦୁଷ୍ଟ ଲୋକ ମରଣ ଦ୍ଵାରା ମୋର ଖୁସି ନାହିଁ ତୁମେ ଜାଣିଛ ଆଉ କରି ଜଳ ପ୍ଲାବନରେ ପ୍ଲାବିତ କରିବି ନାହିଁ ଆଉ ନାହିଁ ଆଉ ରିପିଟ କରିବିନି ମନ କଷ୍ଟ ଲାଗୁଛି ମତେ ବୋଲିବ ଆଉ କହିଲେ ନାଇଁ ଏଥର ନାଇଁ କରିବେ ନାଇଁ ଏଥର ଯେତେବେଳେ ରାଗୁଛି ପ୍ରବଳ ବର୍ଷା ଯେତେ ଥର ହେବାକୁ ଯାଉଛି ନହେଲେ କେତେ ପ୍ରବଳ ବର୍ଷା ହେଇକି ପୁରା ମାଡି ଆସିବ ବୋଲିଲା ବେଳକୁ ମୁଁ ଏଇ ଏହି ପ୍ରତିଜ୍ଞା କିମ୍ବା ଏହି ନିୟମକୁ ସ୍ମରଣ କରିବି ସେ ସ୍ମରଣର ଚିହ୍ନ ପରି ଏ ମେଘ ଧନୁ ତୁମକୁ ଦେଖାଉଥିବି ମୁଁ ବି ଦେଖିକି ମନେ ପକାଇବି ବୋଲେ ତ ଗୋଟେ ପ୍ରତିଜ୍ଞା ପାଇଲା ପରେ ଦେଖିଲେ ନା ଏଥର କେତେ ପାପ କଲେ ବି ଆଉ ପରମେଶ୍ୱର ରାଗିବେ ନାହିଁ ବୋଲି ଭାବିଲେ ହେବ କି କୁହନ୍ତୁ 9 ଅଧ୍ୟାୟ ଏଟା 10 ଅଧ୍ୟାୟ ଛାଡିଦେଲେ 11 ଅଧ୍ୟାୟରେ ବାବିଲ ଗୋଡ ଉପରେ ବିନାଶ ଆସିଲା ହେଁ ତାପରେ ସିଧା ଗଲା ପରେ 19ରେ ସୋଦମ ଗମୋର ଉପରେ ବିନାଶ ବିଚାର ଆସିଲା ହେଁ
ତାପରେ ମୂଷାଙ୍କର ସମୟରେ ମିଶର ଦେଶ ଉପରେ ବିନାଶ ଆସ। ଏମିତି 24ଟା ବିଚାର ଅଛି ବାଇବଲରେ, 24 ଜଜମେଣ୍ଟସ୍। ନୋହଙ୍କର ଜଳ ପ୍ଲାବନ ପରେ ଆଉ ବିଚାର ନଥିଲା କି? ପରମେଶ୍ୱର ଆଉ କାହାକୁ ଦଣ୍ଡ ଦେଇନଥିଲେ କି? ନୋହଙ୍କ ସମୟ ପରି ବଡ ଜଳ ପ୍ଲାବନ ନହେଲେ ମଧ୍ୟ ତାଠୁ ଡେଞ୍ଜର ଡେଞ୍ଜର ଦଣ୍ଡ ବି ଆସିଛି ଜଗତ ଉପରକୁ। ଆଜି ନୋହଙ୍କର ଜଳ ପ୍ଲାବନ ନୁହେଁ, ଅଗ୍ନିରେ ବି ନଷ୍ଟ ହେବ। ବାକି ଜଳ ପ୍ଲାବନ ସୁନାମି ଫୁନାମି ଆସିଥାଉଛି କା, ତ ପରମେଶ୍ୱର ଏଠି ପୁରା ପ୍ରତିଜ୍ଞା ଦେଲେ ମୁଁ ବିନାଶ କରିବି ନାହିଁ ବୋଲି। ପ୍ରତିଜ୍ଞା ଥାଇକି ବି କାହିଁକି ଦଣ୍ଡ ମିଳୁଛି କହୁନାହାନ୍ତି? ଏବେ କହୁନାହାନ୍ତି ନା ପ୍ରଭୁ ଯେହେତୁ ପ୍ରତିଜ୍ଞା ଦେଇଛନ୍ତି ଆଉ ସେ ରାଗିବେ ନାହିଁ, ପୁଣି ଆଉ କିଛି ଗଡବଡ ହେବନି, ଆମେ ଯେତେ ପାପ କଲେ ମଧ୍ୟ ଆଉ ସେ ରାଗିବେନି ବୋଲେ ଏଇ ପ୍ରତିଜ୍ଞାକୁ ଧରି ତମେ ଥିଲେ ହେବ କି? ଆଉ ରାଗିବେ ନାହିଁ ବୋଲି ଭାବିଲେ ନା କଣ? ଦ୍ରାକ୍ଷା କ୍ଷେତ ଲଗାଇକି ଫୁଲ ମଦ ପିଇ ଦେଇକି ବସ୍ତ୍ର ଖୋଲିକି ଶୋଇଛନ୍ତି। ଓଭର କନଫିଡେନ୍ସ ହେଇଗଲା। ପରମେଶ୍ୱରଙ୍କର ପ୍ରତିଜ୍ଞାକୁ ଭୁଲ ଧାରଣାରେ ନେଇଗଲେ ନୋହ। କାଲି ନା ମୋ ପ୍ରକାଶ ସହିତ କଥା ହଉଥିଲି ସେଦିନ ମଝିରେ ଏଇ ବିଷୟରେ। ହଠାତ୍ ପ୍ରକାଶ କହିଲା, ସାର୍ ନୋହ ଯଦି ମଦ ପିଇ ଦେଇକି ଏମିତି ବସ୍ତ୍ରହୀନ ଉଲ୍ଲଙ୍ଗ ହେଇକି ପଡିନଥାନ୍ତା ଆଉ ତାଙ୍କର ପୁଅ ହାମ ଦେଖିନଥାନ୍ତା ଆଉ ନୋହ ପରେ ରାଗିକି ହାମକୁ ଅଭିଶାପ ଦେଇନଥାନ୍ତେ, ତ ଆଜି ଇସ୍ରାଏଲର ଶତ୍ରୁ କେହି ନଥାନ୍ତେ। ଜାଣିଛନ୍ତି ଏଇଟା? ହାମର ଯେତେ ସନ୍ତାନ ଅଛନ୍ତି ଆଜି ସବୁ ଇସ୍ରାଏଲର ଶତ୍ରୁ ମାନେ। 10 ଅଧ୍ୟାୟ ଆଦି ପୁସ୍ତକ 6 ପଦରୁ। କୁଶ ଓ ମିଶର, ପୁଟ ଓ କିଣାନ, ଏମାନେ ହାମର ସନ୍ତାନ। ଗୋଟେ ମିନିଟ, ଶୋଭା ଗୋଟେ ମିନିଟ, 15ରୁ ପଢ। ପୁଣି କିଣାନର ଜ୍ୟେଷ୍ଠ ପୁତ୍ର ସିଦୋନ, ତାହା ଉତ୍ତାରେ ହେତ୍ ଓ ଜିବୁସିୟ ଓ ଇମରିୟ ଓ ଗାର୍ଗିସିୟ ଓ ହିଦିୟ ଓ ଅର୍କିୟ ଓ ସିନିୟ ଓ ଅବଦୀୟ ଓ ସମରୀୟ ଓ ହୋମାତୀୟ ଅନନ୍ତର କିଣାନୀୟମାନଙ୍କର ବଂଶ ବ୍ୟାପିଗଲେ। ବାସ୍ ଗୋଟେ ମିନିଟ। 6 ପଦରେ ଯାହା ଦେଖୁଛନ୍ତି ହାମ ର ପୁତ୍ର ମାନେ କୁଶ, ମିସ୍ରାଇମ, ପୁତ और କନାନ। କିଣାନର 7 ଜାତିର ଲୋକମାନେ ଯାହା ଆମେ 15 ପଦରେ ଦେଖିଥିଲୁ, ସେମାନେ ଆଉ ପଡିଗଲା ମିଶର, ମୋ ପଟେ ଦେଖନ୍ତୁ, ମିଶର। ଇସମାଇଲ କିଏ? ହାଗର ର ପୁତ୍ର। ହାଗର କୋଉଠୁ ଆସିଥିଲା? ମିଶୋରିଆ ହାଗର। ଆଜି ଇସମାଇଲ ये सब भर्ती अरेबियन कंट्रीज ର ସବୁ ବଡ ଶତ୍ରୁ ନୁହନ୍ତି କି ଇସ୍ରାଏଲର? ତ ହଠାତ୍ ପ୍ରକାଶ କହିଲାରୁ ମୁଁ ବି ଛାନିଆ ହେଇଗଲି। ଆକ୍ଚୁଆଲି ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି, ସତ ବୁଲି ବୁଲିକି ତାର ମାଇଣ୍ଡ ବି ସାର୍ପ ହେଇଗଲା। ସେ କହିଲା ନୋହ ଯଦି ଆପଣ ପୁଅକୁ ଅଭିଶାପ ଦେଇନଥାନ୍ତା ତାହେଲେ ଆଜି ଇସ୍ରାଏଲର ଶତ୍ରୁ କେହି ନଥାନ୍ତେ। All these people are enemies of Israel. ଗୋଟେ ନୋହଙ୍କର ଗୋଟେ ଭୁଲ ଯୋଗୁଁ। 9:25 ପଢ ଆଦି ପୁସ୍ତକ। ପୁଣି ସେ କହିଲେ, କିଣାନ ଶାପଗ୍ରସ୍ତ ହେଉ, ସେ ଆପଣା ଭାତୃଗଣର ଦାସାନୁଦାସ ହେବ। ଗୋଟେ ମିନିଟ। କିନାନ କାହାର ପୁତ୍ର? ହାମର ପୁତ୍ର। ନିଜେ ଭୁଲ କରିକି ନୋହ ନିଜେ ମଦ ପିଇକି ନିଜେ ବସ୍ତ୍ର କାଢିକି ଶୋଇକି, ବେଚାରା ପିଲା ଖେଳୁ ଖେଳୁ ନା ଖେଳିବାର ଛୋଟ ବୟସ ରହିଛି, ହଠାତ୍ ଏପଟୁ ସେ ରୁମକୁ ଗଲା ବେଳକୁ ଦେଖିଦେଲା ନା ବାପାଙ୍କୁ, ସେଟା ବଡ ଦୋଷ ହେଇଗଲା। ସେ ଯାଇକି ଭାଇ ମାନଙ୍କୁ କହିଲା, ଶେମ କୁ ଆଉ ଜାପେତ କୁ, ଭାଇ ଭାଇ ବାପା ଏମିତି ଶୋଇଛନ୍ତି, ପଢିଛନ୍ତି। ଆରେ ବୋଲି ଭାବିକି ସେମାନେ କଣ କଲେ, ବସ୍ତ୍ର ଗୋଟେ ଧରିକି ପଛପଟ ନ ଦେଖିକି ପଛପଟ ଯାଇକି ଗୋଡାଇ ଦେଲେ। ନିଶା ଛାଡିଲା ପରେ ଉଠିକି
ଜାଣିଲେ ନ ହଉ କି ପୁଅ ଦେଖିଦେଲା ମତେ ଏମିତି ହାଲତ କେମିତି ଦେଖିଲୁ रे अभिशाप दे देला। अरे भाई, अपना गलती को छुपाने के लिए किसी और पे क्यों गुस्सा होते हैं? क्यों इतना एटीट्यूड? କାହିଁକି ମାନି ପାରୁନାହାନ୍ତି କି ଏସ ମୋର ଦୋଷ ଥିଲା ରେ, ସରି ଠିକ କଲି ନାହିଁ ରେ, ତମମାନେ ଏମିତି କର ନାହିଁ ରେ ବୋଲି। ସେଥିପାଇଁ ଏ କିଣାଣିୟ ମାନଙ୍କର ସମସ୍ତଙ୍କର ଲାଇଫ ପୁରା ଅଶ୍ଳୀଳ ଥିଲେ। ଜାଣିଛନ୍ତି ଆପଣ, ସେ ଲେବୀ ପୁସ୍ତକ ଉପରେ ପଢନ୍ତୁ ତ, ସବୁ ପ୍ରକାର ଅଶ୍ଳୀଳ ଗନ୍ଧିଆ କାମକୁ ପାପ ସବୁ ସେ ଭିତରେ ଥିଲା। ସେ ଲେବୀ ପରେ ପଢନ୍ତୁ, କେତେ 18 ବୋଧେ। ବାପରେ, କହି ପାଟିରେ କହିବି ହେବ ନାହିଁ। ଏମିତି ସବୁ କାମ କରିଛନ୍ତି କିନାନୀୟ ମାନେ। ଇସ୍ରାଏଲ ମାନଙ୍କୁ ପରମେଶ୍ୱର ଆଦେଶ ଦେଲେ ତମେ ମାନେ ସେପରି କରିବ ନାହିଁ। all types of nudity, nakedness, ଉଲ୍ଲଙ୍ଗ ଅବସ୍ଥା, କାମୁକତା, ଅଶ୍লীଳତା ପୂर्ण ଏ किनानो जाति माने। क्यों? एक पिता को ओवर कॉन्फिडेंस। क्या? आओ प्रभु रागिबे नहीं पड़े, जेमती सेमती बंची हेबो। एई भूल शिक्षा को भी धरिबे नहीं आपण मन। बी केयरफुल, ठीक नहीं एटा, राइट। आ गोटे देखे कि सर देबे। हम्म। ओके, प्रथम सामुएल 19:23 रु। प्रथम सामुएल 19:23 रु। ତେଣୁ ସେ ରାମାସ୍ଥିତ ନୟତକୁ ଗଲେ। ତହିଁରେ ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ମଧ୍ୟ ଆସନ୍ତେ। ସେ ଯାଉ ଯାଉ ରାମାସ୍ଥିତ ନାୟତରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ପୁଣି ସେ ମଧ୍ୟ ଆପଣା ବସ୍ତ୍ର କାଢ଼ି ସାମୁଏଲଙ୍କ ସମ୍ମୁଖରେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ଆଉ ସେହି ଦିନଯାକ ଓ ରାତ୍ରିଯାକ ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, ସାଉଲ ହିଁ କି ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରେ ଜଣେ। बस 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 बस, राजा साउल। राजा साउलଙ୍କର 7ଟି ପାପ ବୋଲି ମୋର ମେସେଜ ଥିବ, ଦେଖୁନ ତିନିଟା ତିନିଟା ଏପିସୋଡ। ରାଜା ସାଉଲଙ୍କର 7ଟି ପାପ ଯୋଗୁ ସେ ଷ୍ଟାର୍ଟିଂ କେମିତି ହେଲା, ସେ ଷ୍ଟାର୍ଟିଂ ରେ ଭାଓବାଦୀ ମାନଙ୍କ ଦଳରେ ମିଶିକି ସେ ବି ପବିତ୍ର ଆତ୍ମା ପାଇକି ସେ ବି ଭାଓବାଣୀ କହିକି ରାଜା ହେଲେ। ରାଜା ସାଉଲଙ୍କର ସୌଭାଗ୍ୟ ଏମିତି ଥିଲା କି ଯଦ୍ୟପି ସେ ଜିହୁଦା ଗୋଷ୍ଠୀର ନ ହେଲେ ମଧ୍ୟ ବେନ୍ୟାମିନ ଗୋଷ୍ଠୀରେ ହେଇକି ମଧ୍ୟ ଇସ୍ରାଏଲର ପ୍ରଥମ ରାଜା ହେଲେ। ସୌଭାଗ୍ୟ କି ନିଟା। ଇସ୍ରାଏଲର ରାଜା ମାନେ କୋଉଠୁ ବାହାରିବା କଥା? ପରମେଶ୍ୱରଙ୍କ ଯୋଜନାରେ ଜିହୁଦା ଗୋଷ୍ଠୀରୁ ବାହାରିବା କଥା, ନାଇଁ କି? ରୁବେନକୁ କାଟିଦେଲେ ତାର ପାପ ଲାଗି, ସିମିୟନକୁ କାଟିଦେଲେ ତାର ପାପ ଲାଗି, ଲେବି ଗୋଷ୍ଠୀକୁ ସେ ଯାଜକ ପଦ ପାଇଁ ନିଯୁକ୍ତ କଲେ। ତାପରେ ନମ୍ବର 4ରେ ଥିଲେ ଜିହୁଦା। ଆକ୍ଚୁଆଲି ରାଜା ମାନେ ପ୍ରଥମ ଗୋଷ୍ଠୀ, ପ୍ରଥମ ଜାତ ସନ୍ତାନ ହେବା କଥା। ତ ପ୍ରଥମ ଜାତ ରୁବେନ, ତ ତାଙ୍କୁ ମନା କଲେ କାରଣ ସେ ଅଶୁଚି ହେଲେ, ସେ ବି ପାପ କଲେ। ରୁବେନ ପାପ କଲା। ସିମିୟନ ରାଗିକି ଶେକେମର ଲୋକମାନଙ୍କୁ ମାରିବା ପାଇଁ ଯାଇଥିଲା। ଲେବି, ସିମିୟନର ଲେବି 2 ଜଣ ମାରିବା ପାଇଁ ଯାଇଥିଲେ, କିନ୍ତୁ ଲେବିକୁ ପରେ ପରମେଶ୍ୱର ସୂଚୀ କଲେ ଆଉ ଯାଜକ ପଦ ପାଇଁ ବ୍ୟବହାର କଲେ। ତାପରେ କିଏ? ଜିହୁଦା ଗୋଷ୍ଠୀ। ଜିହୁଦା ଗୋଷ୍ଠୀ ରାଜା ମାନଙ୍କର ଗୋଷ୍ଠୀ ଅଟେ। କିନ୍ତୁ ଇସ୍ରାଏଲର ପ୍ରଥମ ରାଜା କୋଉଠୁ ଆସିଲେ? ବେନ୍ୟାମିନ ଗୋଷ୍ଠୀରୁ ଆସିଲେ। କି ସୌଭାଗ୍ୟ ଏଇଟା। ତାପରେ ସାମୁଏଲ କହିଲେ ତୁମେ ଯାଉ ଭାବବାଦୀ ମାନଙ୍କର ଦଳ ଦେଖାଯିବ, ତୁମେ ଯାଇକି ମିଶିକି ସେମାନଙ୍କ ନେବଳ ଯନ୍ତ୍ର ଧରିକି ତୁମେ ବି ମ୍ୟୁଜିକ କର, ତୁମେ ବି ବର୍ସିପ କର, ତୁମେ ବି ହୋଲି ସ୍ପିରିଟ ପାଇବ, ନୂଆ ମନ ପାଇବ। ଲୋକ ପଚାରନ୍ତି କେମିତି ହୋଲି ସ୍ପିରିଟ ପାଇବ? ଯେଉଁ ମଣ୍ଡଳୀରେ ହୋଲି ସ୍ପିରିଟ କୁ ମାନନ୍ତିନି ସେଠି ଥାଇକି ତୁମେ କେମିତି ପାଇବ? ବୋଲ ତ। ହୋଲି ସ୍ପିରିଟ ପାଇଲେ, ହୋଲି ସ୍ପିରିଟ ପାଇବାଟା ସେ ଭାବବାଦୀ ମାନଙ୍କ ଦଳରେ ଥିବାରୁ ସବୁ ଭାବବାଦୀ ମାନେ ଭାବବାଣୀ କହୁଛନ୍ତି, ଇଏ ବି ଭାବବାଣୀ କହିଦେଇଥିଲେ। ଏଥିପାଇଁ ଗୋଟେ ଗୋଟେ ପ୍ରବାଦ ବାହାରି ଥିଲା। ପୁଣି ସାଉଲ ରାଜା ନା ଭାଓବାଦୀ? ଇସ୍ରାଏଲ ଭିତରେ ଏମିତି ଗୋଟେ କଥା ବାହାରି ଥିଲା ପୁଣି।
ସାଉଲ ଯୋଉ ରାଜା ବୋଲି ଜଣେ କହୁଛନ୍ତି, ଜଣେ କହୁଛନ୍ତି ନା ଭାଓବାଦୀ, ସେ ପରେ ଭାଓବାଣୀ କହୁଥିଲେ, ଭାଓବାଦୀ ମାନଙ୍କ ଟିମରେ ଥିଲେ। ବାଉ ରାଜା ହେଇକି ଗୋଟେ 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 ବିନ୍ୟାମିନର ଗୋଟେ ଗୋଟେ ଛୋଟ ଗୋଷ୍ଠୀ ହେଇକି ବି, ସାନ ଲୋକ ହେଇକି ବି, ଅଯୋଗ୍ୟ ହେଇକି ବି ଏଠି ରାଜା ହେବାର ସୁଯୋଗ ପାଇଲେ, ଭାଓବାଦୀ ହେବାର, ଡକାଯିବାର ସୁଯୋଗ ପାଇଲେ, ପବିତ୍ର ଆତ୍ମା ପାଇଲେ, ନୂଆ ମନ ପାଇଲେ, କିନ୍ତୁ ଅବାଧ୍ୟ ହେଲେ। ଅବାଧ୍ୟ, ଗର୍ବ, ରଙ୍ଗ ଡିସିଜନ, ରଙ୍ଗ ଟାଇମରେ ରଙ୍ଗ ଡିସିଜନ, ସବୁ ସାତଟି ପାପ ଦେଖନ୍ତୁ। ତାପରେ ଲାଷ୍ଟକୁ ଏମିତି ହେଇଗଲା କି ସେ ପ୍ରାର୍ଥନା କଲେ ମତେ ପରମେଶ୍ୱର କିଛି ଜଣାଉ ବି ନଥିଲେ ଯିବାର ନା ନାହିଁ ବୋଲି ଯୁଦ୍ଧକୁ। ତ ଏ କଣ କଲେ, ଗୁଣି ପାଖକୁ ଯାଇକି ପଚାରୁଛନ୍ତି କି ଯୁଦ୍ଧକୁ ଯିବି ନା ନାହିଁ ବୋଧରେ। ଲାଷ୍ଟ କୋଉଠି ପଳେଇ ଆସୁଛନ୍ତି ଦେଖ। ଆକା ତାକୁ ମୋର ଦର୍ଶନ ଦେଖି ମତେ କହିଦିଅନ୍ତୁ, ଗୁଣି ଦେଖୁଛ ନା କେମିତି ଏଟା। ଏଇଟା ଫ୍ୟାସନ ହେଇଗଲା। ମୋର ପୁଅକୁ କେମିତି ମ୍ୟାରେଜ କରେଇବ, ଦିଟା ତିନିଟା ଝିଅ ପ୍ରଭୁ ଦେଖାଉଛନ୍ତି। ପ୍ରଭୁ ଏଇଟା ଦେଖାଇବାର କିଛି ଦେଖାଉନାହାନ୍ତି ନାଇଁ। ତିନିଟା ଝିଅ ଦେଖାଉଥିବେ, ତିନିଟା ପୁଅ ଦେଖାଉଥିବେ, ନାଇଁ। ଏ ସବୁ ନାଟକ ଟାଇପ ର ଦର୍ଶନ ଛାଡି ଦିଅନ୍ତୁ ଆଜ୍ଞା, ବାକ୍ୟକୁ ଧରନ୍ତୁ। ଈଶ୍ୱରଙ୍କର ମନ କଣ, ଯୋଜନା କଣ ବୁଝନ୍ତୁ, ଜାଣନ୍ତୁ, प्रार्थना करंतु, पवित्रतारे गोटे डिसीजन नियंतु। हर चीज हर समय प्रभु नहीं दिखाता, बुझले कि गुणी विद्या बेसी हो गला क्रिश्चियन लाइफ ये रे समाज रे, सब लेडीज माने बेसी खरा बाबंतु नहीं। दर्शन फर्शन देखिबो लोग जेंट्स काहे कि नो काहे रहउना देखो तो पुरुष माने भलो वाक्य बुझाइबे, परामर्श दे जानुछंती। को लेडीज माने खाली परभाषा दर्शन पर खाली लेडीज मान को काहे धरछे स्पिरिटटा। जेंट्स मान भी पवित्र आत्मा पाउछंती, परभाषा कहउछंती, वाक्य प्रचार करुछंती, किछटा पचार प्रार्थना करिवे, परामर्श देबे, एमिति करबेटा ठीक बाबू, सेमिति करबेटा ठीक बोली। ओके अछंती के जेंट्स माने भी अछंती जे सेटा अलग कथा। अधिकांश वाहे लेडीज माने इफेक्ट होछंती। गुणी माने भी विजाति माने भी, गुणी माने भी लेडीज माने बेसी डेंजरस स्पिरिट एटा। सेमिति हुंतु नहीं, तू समाचार प्रचार करो, पवित्रतार शिक्षा दियो, जोरदार प्रार्थना करो, लोक मानकर पर्सनल जिंस को दर्शन देखी कह नहीं, पर्सनल भाववाणी कह नहीं, नो परामर्श दियो, पाप छाड़बार परामर्श दियो। को संबंध है, पुओ हेब ना झील हेब, यही जाको देखो नहीं, देखो ने को भी नहीं। दिस इज नॉट मिनिस्ट्री ब्रदर सिस्टर, वो मिनिस्ट्री नहीं होता। छाड़ दी जदि पर्यंत करूछंते छाड़ दियंतु। एमिति सब प्रकार अबाध्यता, सब प्रकार ओन डिसीजन, लास्ट को गुणिपा को जाइकी मध्य परामर्श नेबार परे साउलंकर हालत देखो। एटा बोधे गुणिपा को जाइनि से पर्यंत 19 रे। एथर आउ थरे जेतेले भाववादी मानकर दल आसिकी जाउछंती, साउल जाइकी जबरदस्ती पसी गले भितरे, आ भाववादी मानक सहित मिसिकी मध्य आउ आराधना करुछंती। आउ कौन है कि भाववाणी पे पळे आसला एठी 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 आगो भी भाववादी दल रे पसले, एबे भी पसले, डिफरेंस कौन। सेते बेले नुआ मन प्रभु देले, पवित्र आत्मा देले, एथर कौन हला माने तांकर ड्रेस उड़ी तो गला, वस्त्र पड़ी गला। परमेश्वर सहित गेम्स खेलिले परमेश्वर निजे आमर जीवनर गंध्यावस्था एक्सपोज कर देबे, देख आर जीवन एटा आर पाकु जाओनी बोल कहि देबे। प्रभु जोगिबे जोगिबे जोगिबे, रक्षा करिवे, सेव करिवे, परिवर्तन हुओ बोली कहिबे। आज आमे सुनिमो नै जदी दिने धरा पड़िबो, हमर सब सीक्रेट लाइफ ओपन हे जिवो। ओपन हेबा पूर्वरु क्लीन करबा को शिखिबा आज्ञा। आमर लाइफ ओपन हो जीवा पूर्व, आमर गुप्त पाप सब बाहर पूर्व, आमर गुप्त जीवन को सूची पवित्र करिबा।
ଶୁକ୍ଳ ଶୁଭ୍ର ସୂକ୍ଷ୍ମ ବସ୍ତ୍ର ସହିତ ନିଜକୁ ଗୋଡାଇବା ଆଜ୍ଞା, or else you will be totally ashamed. ବସ୍ତ୍ର କାଢି ଦେଲା ପରେ ହେଇଗଲେ ପୁଣି ପବିତ୍ର ଆତ୍ମା ସେମିତି କରିବେ କି? ବହୁତ ଜାଗାରେ ବେଶୀ ପେଣ୍ଟିକୋଷ୍ଟଲ ପେଣ୍ଟିକୋଷ୍ଟଲ ହେଇକି ହାଲ୍ଲା ପାଟି ଏମିତି ପାଟି କରନ୍ତି ଲୋକମାନେ, ସେଠି ବି ଲେଡିଜ ମାନେ ବାଳ ସବୁ ଛାଡିକି ଭୂତ ଧରିଛି ନା ହୋଲି ସ୍ପିରିଟ ଧରିଛି, କନଫ୍ୟୁଜ କରିଦଉଛନ୍ତି ଲୋକମାନଙ୍କୁ। ପରଭାଷାରେ କଥା ହୁଅନ୍ତୁ ବୋଲେ ନାଇଁ, ପାଟି କରିବେ ଭୂତ ଧରିଲା ପରି। ସେଟା ହୋଲି ସ୍ପିରିଟ ନୁହେଁ ତ, ଏତେ ଇନଡିସେଣ୍ଟ ତ ନୁହନ୍ତି ପବିତ୍ର ଆତ୍ମା। ଏତେ ଇନଡିସେଣ୍ଟ କି ତୁମର ଡ୍ରେସ ବି ଉଠି ଯାଉଛି। ଏତେ ଅପମାନିତ ତ କରିବେନି ପବିତ୍ର ଆତ୍ମା, ନିଜେ କାଢିଦେଲା ପୁଣି ବାବୁ। ଆପଣ ବସ୍ତ୍ର କାଢି ସାମୁଏଲଙ୍କ ସମ୍ମୁଖରେ ଭବିଷ୍ୟତ ବାକ୍ୟ ପ୍ରଚାର, କାହାର ସାମ୍ନାରେ? ସାମୁଏଲ ଜାଣିନାହାନ୍ତି କି ଆଙ୍କର ଅବାଧ୍ୟତାର ଜୀବନ, କିନ୍ତୁ ଦେଖାଉଛି ନା ନା ମୁଁ ପ୍ରଭୁଙ୍କ ଦୟାରେ ମୁଁ ଭଲରେ ଅଛି, ଦେଖ ଏବେ ବି ମୁଁ ପରଭାଷା କହୁଛି, ଏବେ ବି ମୋର ହୋଲି ସ୍ପିରିଟ ଅଛି। सामुएल देखुचन तौर ऊपर को, किसको प्रूव करने के लिए इतना नाटक कर रहा था? ना तुम्हें भावुच बोलते पवित्र आत्मा मत छाड़ दे, ना ना पवित्र आत्मा ଏବେ ବି ଅଛି, ଦେଖ ମୁଁ ପରବାସ କଥା ଅଛି। ଲୋକ ଦେଖାଣି ଡ୍ରାମା ବହୁତ ଲୋକ କରନ୍ତି ଆଉ ନିଜେ ଲଜ୍ଜିତ ହେଇଯାନ୍ତି, खुद शेम हो जाते हैं लोग। पवित्र आत्मा सहित एमती गेम्स खेलिबान, जोठी गलत ହେଇଛି ଆମର ଲାଇଫ, ଯୋଉଠି ଆମେ ଭୁଲ କରୁଛୁ ଆगे ତାହା କ୍ଷମା ମାଗିବାର, ଆगे ଅନୁତାପ କରିବାର, ଆगे ସଂଶୋଧନ କରିବାର, ଆगे ପ୍ରଭୁଙ୍କର ଗୋଡ଼ ଧରିବାର, ତାପରେ ପ୍ରଭୁ ଦାଉଦଙ୍କ ଉପରେ ପ୍ରାର୍ଥନା କରିବାର କି ପ୍ରଭୁ ତୁମରି ଆତ୍ମା ମୋ ଠାରୁ କାଢି ଦିଅ ନାହିଁ, ତୁମ ଛାମୁରୁ ମତେ ଦୂର କର ନାହିଁ। ସତ୍ୟତାର ସତ୍ୟତା ମୋର ଅନ୍ତଃକରଣରେ ପୁନର୍ବାର ଜନ୍ମ, ହିସୋପରେ ମୋର ଦୋଷ ସବୁ ଧୋଇଦେ। କି ସୁନ୍ଦର ପ୍ରାର୍ଥନା ଦାଉଦଙ୍କୁ, ଆगे ସ୍वीकार କର, यस आई वाज रॉन्ग, ଭୁଲ କଲି ପ୍ରଭୁ, ସରି, ରିଏଲାଇଜ କरो, ରିପେଣ୍ଟ କरो, ତାପରେ କହ ପ୍ରଭୁ ପବିତ୍ର ଆତ୍ମା ମତେ ଛାଡି ଦିଅ ନାହିଁ, ହଁ ମରିଯିବି ପ୍ରଭୁ, ଛାଡି ଦିଅ ନାହିଁ। ଦେଖାଉଛି ସମ୍ମିଳନ, ଏବେ ବି ହୋଲି ସ୍ପିରିଟ ଅଛି, ଏ ଦେଖ ପରବାସ, ଏବେ ବି ମୁଁ ୱାର୍शिପ କରୁଛି, ଏବେ ବି ଏବେ ଧର ଧର ଦେଖ, ଜଣା ପଡୁଛି ବେଟା ଫେକ୍ ଟା ବୋଲି, ଫେକ୍ ଦେଖାଣିର ଡ୍ରାମା ବେଶୀ କରୁ, ଜଣା ପଡି ଯାଉଛି ତଥାପି ମାନିବେନି। ନା ଏଇଟା ତମକୁ କଣ ଜଣା, ତମକୁ ପ୍ରଭୁ ଦେଖାଇଲେ କି ପ୍ରଭୁ ମୋ ସହିତ ଅଛନ୍ତି, ମୋର ଆତ୍ମାରେ ଅଛନ୍ତି। ହେଁ, ଗର୍ବ, ରାଇଟ, ଭୁଲ କରିଛୁ ବୋଲି କହିବାକୁ ପାଟି ଫୁଟୁନି, ଦେଖ ତାକୁ ଜଷ୍ଟିଫାଏ ନା, ସେଦିନ ଏମିତି ମାନେ ଅଙ୍କ ଯୋଗୁ ଅଙ୍କ ରିଜନ ପାଇଁ କଲି ନା, ମୋର ପାଇଁ କରିଥିଲି କିନ୍ତୁ ସାଉଲଙ୍କର 7ଟି ପାପ ଥରେ ଶୁଣନ୍ତୁ ନା, ପରେ କହିବି। ସବୁକୁ ଜଷ୍ଟିଫିକେସନ କରୁଥିଲେ ସାଉଲ ସାମୁଏଲକୁ, ସେଥିପାଇଁ ରାଗିଗଲେ ସାମୁଏଲ। ଏମିତି କରିବାର ନଥିଲା ବାବୁ ବୋଲି, ଇସ୍ରାଏଲ ରାଜା ହେବାର ଯୋଗ୍ୟ ନଥିଲା ତମର ମୁହଁ, ତଥାପି ପ୍ରଭୁ ବାଛିକି ରଖିଲେ ତୁମକୁ, କେମିତି ନମ୍ର ହେଇକି ରହିବା କଥା ନିଜେ ଡିସିସନ ନେଇଗଲେ। ଏପରିକି ଗୋଟେ ଯୁଦ୍ଧରେ ବାପା ପୁଅ 2 ଜଣ ମରିଗଲେ, ସାଉଲ ଆଉ ଜୋନାଥନ। ଜୋନାଥନ ବହୁତ ଭଲ ଲୋକ ଥିଲେ, କିନ୍ତୁ କଣ ଗୋଟେ ବାପାଙ୍କର ରଙ୍ଗ ଡିସିଜନ ପାଇଁ, ବାପାଙ୍କର ଗୋଟେ ଗର୍ବ ପାଇଁ ପୁଅର ଲାଇଫ ବି ଖରାପ ହେଇଗଲା କି ନାଇଁ, ନହେଲେ ସେ ରାଜା ହେଇଥାନ୍ତେ କି ନାଇଁ ଜୋନାଥନ। ସେଇ ସ୍ଥାନ ପ୍ରଭୁ ଦାଉଦକୁ ଦେଲେ ପରେ। ମୁଁ ଏଥିପାଇଁ ବାପା ମାନଙ୍କୁ କହୁଛି, ଆପଣ ମାନଙ୍କର ଡିସିଜନ ନହଙ୍କର, ଯେତେ ହାଉ ଗୁଡ ଫାଦର ହି ୱାଜ, ଲାଷ୍ଟ ସେତିକି ବ୍ୟାଡ ଫାଦର ହେଇଗଲେ ସେ। ସାଉଲ କେତେ ଗୁଡ ଫାଦର, ସରି କେତେ ବ୍ୟାଡ ଫାଦର ତାଙ୍କର ହାଲତ ଲାଷ୍ଟ କୁ, ବିକଜ ଅଫ ପ୍ରାଇଡ ଏଣ୍ଡ ଜେଲସି, ଦାଉଦଙ୍କୁ ଦେଖିକି ଜେଲସି, ईर्षा मनोभाव, रॉन्ग डिसीजंस,
ଆଉ ସାଉଲଙ୍କର ପରାମର୍ଶରେ ଜମା ଶୁଣିଲେ ନାହିଁ। ଦ୍ଵାରା କଣ ହେଲା? ବର୍ଷିପ ବେଳକୁ ବସ୍ତ୍ର ଖସି ଗଲା। ବର୍ଷିପ ବେଳକୁ ବସ୍ତ୍ର ଖସିବାଟା ମାନେ କଣ? ତୁମେ ଯେତିକି କଭର କରୁଥିବ, ନା ମୁଁ ବି ପବିତ୍ର, ନା ମୁଁ ବି ପ୍ରଭୁଙ୍କର ଲୋକ, ଯେତେ ହଉଥିବୁ ଆମର ଜୀବନର ସବୁ ସିକ୍ରେଟ ରଙ୍ଗ ଜିନିଷ ସବୁ ଓପେନ ହେଇଯାଉଥିବ, ଯେଉଁ ଦ୍ୱାରା କି ସମସ୍ତେ ଜାଣିଦେବେ ଏଟା ସବୁ ନାଟକ ଥିଲା କି ଛି ଛି ବୋଲିବେ ଲୋକମାନେ। ଏଇ ପରବାସା, ଏଇ ବର୍ଷିପ, ଏଇ ଡ୍ୟାନ୍ସ ଏଇଟା ପ୍ରଭୁଙ୍କ ପାଇଁ କରୁଛି ବୋଲିଲା ପରେ ଏତେ ବି କଭର କରିବାର ନାହିଁ। ମୁଁ ଥରେ କହୁଥିଲି କି ନାହିଁ, ଇଫ वी विल कवर आवर सिंस, God will expose them. If we will confess our sins, God will cover them. ଆମେ ଯଦି ନିଜର ପାପକୁ କଭର କରିବାକୁ ଚେଷ୍ଟା କରୁ, ଲୁଚାଇକି ଜଷ୍ଟିଫାଇ କରିବାକୁ ଚେଷ୍ଟା କରୁ, ପରମେଶ୍ୱର ତାହାକୁ ଓପେନ କରିଦିଅନ୍ତି। ଓପେନ ରେ ଲଜ୍ଜିତ ହେଇଯିବୁ ଆମେ। ନା, ଆମେ ଯଦି ଆମ ପାପ ପରମେଶ୍ୱରଙ୍କ ପାଖରେ ସ୍ୱୀକାର କରି ଛାଡିବାକୁ ଚେଷ୍ଟା କରିବୁ, ପ୍ରଭୁ ଆମର ପାପକୁ ଘୋଡାଇ ଦେବେ ଆଉ ଦେଖାଯିବ ନାହିଁ। ଏମିତି ଘୋଡାଇ ଦେବେ କି ପରେ ଆପଣ ଖୋଲିକି ଦେଖିଲା ବେଳକୁ କିଛି ନଥିବ ଭିତରେ, ସବୁ ସଫା କ୍ଲିନ। ୱାଓ, ରିଲାଏ ଅନ୍ ଗଡ୍। ଗଡ୍ କ୍ୟାନ୍ ହ୍ୟାଣ୍ଡେଲ, ପ୍ରଭୁ ହ୍ୟାଣ୍ଡେଲ କରିପାରନ୍ତି, ସୂଚି କରିପାରନ୍ତି, ଡିଲିଟ କରିପାରନ୍ତି, ନୂଆ ଜୀବନ ନୂଆ ମନ ଦେଇପାରନ୍ତି। ପ୍ରଭୁଙ୍କ ପାଖକୁ ଯାଇକି ହ୍ୟାଣ୍ଡେଲ କରିବାର, ଲାଇଫକୁ ସଜାଡିବାର, ଜୀବନ ଏକ୍ସପୋଜ ହେଇଯିବ ଆଜ୍ଞା। କେତେ ବଡ ବଡ କଥା କହିଥିଲୁ, ତା ସବୁ ବେକାରରେ ଯିବ। ସେମିତି ନ ହେଉ। ଓକେ, ଆମ୍ଭେ ଚୋର ପରି ଆସୁଅଛୁ, ତେଣୁକରି ଜାଗ୍ରତ ହୋଇ ଆପଣା ବସ୍ତ୍ର ସମ୍ଭାଳିକି ଧରି ରଖ, ତୁମରି ଉଲ୍ଲଙ୍ଗତା ଦେଖା ନଯାଅ। ଉଲ୍ଲଙ୍ଗତା ଆମମାନଙ୍କର ଗୁପ୍ତ ଜୀବନ ପ୍ରଭୁଙ୍କର ରକ୍ତ ନିମଜ୍ଜିତ ବସ୍ତ୍ରରେ ଆବରି ହେଉ। ପ୍ରଭୁଙ୍କର ଧାର୍ମିକତା ରୂପକ ବସ୍ତ୍ରରେ ଆବରି ହେଇଯାଅ। ଚକ୍ଷୁ ବନ୍ଦ କରି ପ୍ରାର୍ଥନା କରିବା। ପ୍ରେଜ ଦ ଲର୍ଡ, ହାଲେଲୁୟା। ପ୍ରଭୁ ଧନ୍ୟବାଦ ଦେଉଛି ସୁନ୍ଦର ସମୟ ପାଇଁ। ଦୟା କର, ଅନୁଗ୍ରହ କର, ସାହାଯ୍ୟ କର। ଜାଗ୍ରତ ହେଇପାରିବୁ, ସାହାଯ୍ୟ କର। ସଚେତନ ହେଇପାରିବୁ, ସାହାଯ୍ୟ କର। ଅପବ୍ୟୟ ପୁତ୍ର ଯେପରି ସଚେତନ ହେଇ ପ୍ରଭୁ ଚେତନା ପାଇ ଆପଣ ବାପାଙ୍କର ନିକଟକୁ ଫେରିଲା, ସେଇପରି ଆମେ ଫେରି ପାରିବୁ, ନିଜକୁ ପରିଷ୍କାର କରିପାରିବୁ, ଶୁଚି ପବିତ୍ର କରିପାରିବୁ, ଠିକ ଭାବରେ ଅନୁତାପ କରିପାରିବୁ। ଏଥିପାଇଁ ସାହାଯ୍ୟ କର। ଆମ୍ଭମାନଙ୍କୁ ତୁମେ ପ୍ରେମରେ ଅନୁଗ୍ରହରେ ଦେଇଥିବା ସବୁ ବସ୍ତ୍ର, ଆତ୍ମିକ ବସ୍ତ୍ର ଗୁଡିକକୁ ଆମେ ଯେପରି ହରାଇ ନ ବସିବୁ, ତୁମର ଆଗମନ ବେଳେ ଉଲ୍ଲଙ୍ଗ ଦେଖା ନଯିବ, ଏଥିପାଇଁ ସାହାଯ୍ୟ କର, ଦୟା କର। ବାକ୍ୟ ଶୁଣିଥିବା ସମସ୍ତଙ୍କୁ ଆଶୀର୍ବାଦ କର, ତୁମର ଆଗମନ ପାଇଁ ପ୍ରସ୍ତୁତ କର। ପ୍ରଭୁ ତୁମେ ଗୌରବ ପାଅ। ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲେ ପିତା, आमेन। एतेबेले पिता परमेश्वर को प्रेम, पुत्र प्रभु जीशु ख्रीष्ट को असीम अनुग्रह, पवित्र आत्मा शांति सहायता सहभागिता प्रभुଙ୍କର गौरवमय द्वितीय आगमन पर्यंत हम समस्त सदा सहवर्ती हुंतु। आमेन। यीशुଙ୍କ नामରେ ଜୟ, ଯୀଶୁଙ୍କ ରକ୍ତରେ ଜୟ, କାଲବରୀ କ୍ରୁସର ଜୟ। ହାଲେଲୁୟା, ହାଲେଲୁୟା, ହାଲେଲୁୟା।